ଶାନ୍ତି। 1 ମେ 2026 ବାବାଙ୍କର ମହାବାକ୍ୟ ମିଠି ବଛେ ତୁମେ ରାବଣ ମତରେ ଚାଲି ବାବାଙ୍କର ଗ୍ଲାନି କରୁଛ, ତେଣୁ ଭାରତ କଉଡ଼ି ତୁଲ୍ୟ ହୋଇଯାଇଛି। ଏବେ ତାଙ୍କୁ ଭଲ ଭାବରେ ଜାଣି ମନେ ପକାଅ, ତେବେ ଧନବାନ ହୋଇଛ। ଆମ ଜୀବନ କଉଡ଼ି ପରି ହେଇଛି କ'ଣ ପାଇଁ? ରାବଣ ମତରେ ଚାଲିଲେ, ଚାଲିକିରି ବାବାଙ୍କର ହାତରେ ଗ୍ଲାନି କଲେ, ସେଇଥିପାଇଁ ଜୀବନଟା କଉଡ଼ି ପରି ହେଇଛି। କଉଡ଼ି ପଛରେ ଗୋଡ଼ୁଛି ଟଙ୍କା ଟଙ୍କା ଟଙ୍କା, ଟଙ୍କା ପଛରେ ପଡ଼ି ଅଣ୍ଟା ବଙ୍କା ହେଇଗଲାଣି। ହେଲେ ହେଲେ ଆହୁରି ଦରକାର ଟଙ୍କା। ହଁ, ସେଥିପାଇଁ ବାବା କହୁଛନ୍ତି ଏବେ ଭଲ ଭାବରେ ବାବାଙ୍କୁ ଜାଣିକି ଯଦି ମନେ ପକାଅ ଧନବାନ ହେଇଯାଅ, ଆଉ ଟଙ୍କା ପଛରେ ଗୋଡ଼େଇବାକୁ ପଡ଼ିବନି। ନିଜେ ତ ଲକ୍ଷ୍ମୀ ହେଇଯିବ, ଆଉ ଟଙ୍କା କ'ଣ? ନିଜେ ତ ସମସ୍ତଙ୍କୁ ଦେବ, ଆଉ ମାଗିବ କାହାକୁ? ହଁ, ବାବା ତ ସେମିତି କରିବା ପାଇଁ ଆସନ୍ତି, କରୁଛନ୍ତି ମଧ୍ୟ। ଆରେ ଯାହା ପାଖରେ ଯୋଉଟା ଥିବ ସେ କାଉ ନ ବାଣ୍ଟି ରହିବ କି? ହାଣ୍ଡିରେ ପାଣି ଫୁଲ ହେଇଗଲା, ତଳେ ପଡ଼ିବ ନା ନାଇଁ କୁହ? ହାଣ୍ଡିରେ ଡବାରେ ଚୁନା ଫୁଲ ହେଇଗଲା, ତଳେ ପଡ଼ିବ ନା ନାଇଁ କୁହ? ପାପ ହାଣ୍ଡିରେ ଭର୍ତ୍ତି ହେଲା, ପାପ ହାଣ୍ଡି ଫାଟିଗଲି କହୁଛନ୍ତି ନାଇଁ? ପାପ ତଳେ ପଡ଼ିବ ନା ନାଇଁ? ଯୋଉଟା ହେଉଛି ହଉ। ସେମିତି ଜ୍ଞାନ ଯଦି ଭର୍ତ୍ତି ହେଇଗଲା, ଜ୍ଞାନ ନ ବାଣ୍ଟି ରହିପାରିବେ କି? ଆମେ ଗୋଟେ ଜିନିଷ ଖାଇଲେ ଆଜି ବଢ଼ିଆ ଟେଷ୍ଟ ଲାଗୁଛି, କାଉ ନ କହି ରହିପାରିବେ କି? ଏଇଟା ବଢ଼ିଆ ହେଇଛି କହିବା, ତମେ ହେଲେ କର, ନଥିଲେ ଆମର ଟିକେ ଚାଖ, ତାକୁ ନ ଦେଇକିରି ନ କହିକି ରହିପାରିବାନି। ସେମିତି ଜ୍ଞାନ ମଧ୍ୟ ଆମେ ଜାଣିଲେ ଆମକୁ କେତେ ଶାନ୍ତି ମିଳୁଛି, ଆମକୁ କେତେ ଖୁସି ମିଳୁଛି। ସେଇଥିପାଇଁ ତ ଆମେ ଘର ଦ୍ୱାର ଛାଡ଼ିକିରି, ସେ ଦୁନିଆରେ ଆକର୍ଷଣ ସବୁ ଛାଡ଼ିକିରି ବାବାଙ୍କ ଘରେ ରହିକିରି ବାବାଙ୍କର ସେବା କଲୁ। ଆମକୁ ଦେଖିକିରି ଜଣେ ମଧ୍ୟ ଯଦି ଶିଖିଲା ଯେ ସତରେ ଏ ଜ୍ଞାନ ଶୁଣିଲେ କେତେ ଶାନ୍ତି ମିଳୁଛି ନା ନାଇଁ? 1ରୁ 1 ଲକ୍ଷ କେମିତି ହେଉଛନ୍ତି? ଆଉ ମୁଣ୍ଡ ମରିରେ ତ ଆଶ୍ରମ ନଥିଲା, ଆଜି ଆଶ୍ରମଟି ହେଲା, ତା ପାଖରେ ଆଉ ଗୋଟେ ଆଶ୍ରମଟି ହେଲା। କିଏ ଜଣେ ଥିଲା କି? ଗୋଟେ ଭଉଣୀ ଆଇଲୁ, ତାପରେ 2 ଭଉଣୀ ଆଇଲୁ, ଶୁଣି ତ ଡେଲି କ୍ଲାସ୍ରେ ଏତେ ଜଣ ବସୁଛ, ପ୍ରୋଗ୍ରାମ ହେଲେ ତ ଶହ ଆସୁଛ। ଆଉ କେମିତି ହେଲା? ଆମେ ଯେଉଁ ଜ୍ଞାନଟା ପାଇଲୁ, ସେ ଜ୍ଞାନ ଦ୍ୱାରା ଯେଉଁ ସୁଖ ଶାନ୍ତି ପାଇଲୁ, ତମକୁ ବାଣ୍ଟିଲୁ, ତମେ ମଧ୍ୟ ଶୁଣିଲ, ତମକୁ ବି ବହୁତ ଭଲ ଲାଗିଲା। ଏବେ ତମେ ଯୁଆଡ଼େ ଗଲ ସମସ୍ତଙ୍କୁ କହିଲ, ହେଲା। ହେଲେ ଆମେ ଯେତେବେଳେ ତମକୁ ଜ୍ଞାନ ଶୁଣଉଛୁ, ତମେ ସେବା କଲ। ତମେ ଯେତେବେଳେ ସେବା କରୁଛ, ବାବାଙ୍କର ସେବା କଲେ, ବାବା ଘରେ ଧନ ବଢ଼ୁଛି ନା ନାଇଁ? ବଢୁଛି ନା ନାଇଁ? ବାବା ଘରୁ ତ ଧନ ଆସି କେମିତି ଆସୁଛି? ହଁ ହଁ, ପଇସା କେମିତି ବଢୁଛି ଦେଖ। ଯେ ଜ୍ଞାନ ଶୁଣୁନି, ସେ ବାହାରୁ ଗଲା ମାନେ ଲୋକଙ୍କର ଦେଖିକିରି ନୂଆ ନୂଆ ଜିନିଷ ଖାଇଲା, ପିଇଲା, କିଣିଲା, ଫ୍ରି ଚାଲୁନି। ଯେତେ କମ କଲେ ମଧ୍ୟ ସେ ଯେତେ ପଇସା ମଧ୍ୟ ବାହାରେ ଖାଇ ପିଇକିରି ସାରିଲା, ଆହୁରି ରୋଗ ଗଣ୍ଡେ କିଣିକି ଆଣିଲା, ଡାକ୍ତର ପାଖକୁ ଦେଇ ଗଣିଲା। ଆଉ ଯେ ଜ୍ଞାନ ଶୁଣୁଛି ତାକୁ ଏ ନଶା ରହୁନି। ଏ ବାହାରେ ଖାଇବା, ପିନ୍ଧିବା, ବାହାରୁ କିଣିବା, ମାର୍କେଟିଂ, ଏ ନଶା କିଛି ରହୁନି। ତା ପଇସାଟା ରହିଲା ନା ନାଇଁ? ଆରେ ଧନ ବଢ଼ିଲା ନା ନାଇଁ? ମୁଁ ମାସକୁ କେତେ ଟଙ୍କା ସେ ପଇସାଟା ସେଭ୍ ହେଲାନି କି? ସମସ୍ତେ କ'ଣ ଡ୍ରିଙ୍କ କରୁଛନ୍ତି? ମା ମାନଙ୍କ ସଂଖ୍ୟା ଏଠି ବେଶୀ। ନାଇଁ ହେ, ମା ମାନଙ୍କୁ ଶ୍ରୀଙ୍ଗାରରେ, ଚୁଡ଼ିରେ, କାନରେ, ବେକରେ କେତେ ପଇସା ହେଲେ ନିଅଣ୍ଟ। ଯେତେବେଳେ ଜ୍ଞାନ ଶୁଣୁଛନ୍ତି ଏସବୁ କଣ୍ଟ୍ରୋଲ ହେଇଯାଉଛି ନା, ରହିଲା ନା ପଇସାଟା। ଭାଇମାନଙ୍କର ଡ୍ରିଙ୍କ ଫ୍ରିଙ୍କ ସବୁ କରୁଛନ୍ତି, ପୁଡ଼ିଆ, ପାନ, ଡ୍ରିଙ୍କ, ସାଙ୍ଗ ସାଥି, ଏମିତି ହେଲାନି, ପଇସାଟା ବଞ୍ଚୁଥିଲାନି। ତମେ ସେ ଆସିବନି, ତମେ ପିଅ। ତ ବାବା କ'ଣ କହୁଛନ୍ତି ଦେଖ, ଭାଇମାନେ ସଙ୍ଗ ଦୋଷରେ ପଡ଼ିକି ପିଆପିଇ କଲେ, ଖିଆଖି କଲେ, ବୁଲିଲେ, ଉଡ଼େଇଲେ, ଖର୍ଚ୍ଚ କଲେ। ଯେମିତି ବାବାଙ୍କର ଜ୍ଞାନ ଶୁଣିଲେ ଗୋଟେ ମର୍ଯ୍ୟାଦା ଭିତରେ ଆସିଲେ, ମର୍ଯ୍ୟାଦା ଭିତରେ ଆସିଲେ ସେ ପଇସାଟା ବଞ୍ଚିଲା। ମା ମାନେ ମଧ୍ୟ ନାକର, କାନରେ, ବେକର, ଶାଢ଼ୀ, ଚୁଡ଼ି, ସେଟିଂ, ଚେଇନ୍, କ'ଣ ମ୍ୟାଚିଂ, ଯେତେ ପଇସା ହେଲେ ଜଣର 10 ହଳ 20 ହଳ ଚପଲ, ଏସବୁ ବଚତ ହେଇଯାଉଛି ନା ନାଇଁ? ଯେତେବେଳେ ଜ୍ଞାନ ଶୁଣୁଛ ଇଚ୍ଛା ଲାଗୁଛି କି ଆ ଘରୁ ଯିବୁ, ତା ଘରୁ ଯିବୁ, ଆର ଦେଖୁ ତାର ଦେଖୁ, ଆମ ଘରେ ଏଇଟା ଦରକାର, ଯାହାର ଯୋଉଟା ଦେଖିଲା ଆମ ଘରେ ସେଇଟା ଦରକାର। ଇଣ୍ଟରେଷ୍ଟ ଲାଗୁନି କାହିଁକି? ଜ୍ଞାନ ନା, ଜ୍ଞାନ ବୁଝିଗଲେ ନା। ଆତ୍ମା ଅତୃପ୍ତ ହେଲେ ଯାହାର ଯୋଉଟା ଦେଖିଲେ ସେ ଇଚ୍ଛା କରୁଛି। ଆତ୍ମା ତୃପ୍ତ ହେଇଗଲେ ତାକୁ ଆଉ କାହାର କିଛି ଦେଖିଲେ ଆଉ ଇଚ୍ଛା ଲାଗୁନି, ତ ସେ ପଇସାଟା ବଚତ ହେଲା। ସେଥିପାଇଁ କହୁଛନ୍ତି। ହଁ, ପ୍ରଶ୍ନ, ସିଢ଼ି ଚିତ୍ରରେ କେଉଁ ଆଶ୍ଚର୍ଯ୍ୟଜନକ ରହସ୍ୟ ସମାହିତ ହୋଇ ରହିଛି? ଉତ୍ତର, ଅଧା କଳ୍ପ ହେଉଛି ଭକ୍ତିର ନୃତ୍ୟ ଏବଂ ଅଧା କଳ୍ପ ହେଉଛି ଜ୍ଞାନର ନୃତ୍ୟ।
ଯେତେବେଳେ ଭକ୍ତିର ନୃତ୍ୟ ହେଉଛି ସେତେବେଳେ ଜ୍ଞାନର ନୃତ୍ୟ ହେଉନି ଏବଂ ଯେତେବେଳେ ଜ୍ଞାନର ନୃତ୍ୟ ହେଉଛି ସେତେବେଳେ ଭକ୍ତିର ନୃତ୍ୟ ହେଉନି। ଅଧା କଳ୍ପ ରାବଣର ପ୍ରାରବ୍ଧ ଭୋଗ ହେଉଛି ଏବଂ ଆଉ ଅଧା କଳ୍ପ ତୁମେ ସନ୍ତାନମାନେ ଜ୍ଞାନର ପ୍ରାରବ୍ଧ ଭୋଗ କରୁଛ। ଏ ଗୁଡ଼ ରହସ୍ୟ ସିଡ଼ି ଚିତ୍ରରେ ସମାହିତ ହୋଇ ରହୁଛି। ଯେତେବେଳେ ଭକ୍ତି କରୁଥିଲେ ଜ୍ଞାନ ନଥିଲା, ଯେତେବେଳେ ଜ୍ଞାନ ପାଇଲା ଭକ୍ତି କରିବା ଭଲ ଲାଗୁଛି କି ନାହିଁ। ହେଲେ ଭକ୍ତି ହେଉଛି ରାବଣର ପ୍ରାରବ୍ଧ, ଜ୍ଞାନ ହେଉଛି ବାବାଙ୍କର ପ୍ରାରବ୍ଧ। ସେଥିପାଇଁ ବାବା କହିଲେ ଏସବୁ ରହସ୍ୟ ସିଡ଼ି ଚିତ୍ରରେ ବୁଝା ହେଇଛି। ଗୀତ ଅଛି ଓମ୍ ନମଃ ଶିବାୟ, ଓମ୍ ଶାନ୍ତି। ବାବା ବସି ବୁଝାଉଛନ୍ତି ଭକ୍ତି ମାର୍ଗରେ ଭକ୍ତିର ନୃତ୍ୟ ବହୁତ କରିଛ, ଜ୍ଞାନର ନୃତ୍ୟ କରିନାହଁ। ଯେତେବେଳେ ଭକ୍ତିର ନୃତ୍ୟ ହୋଇଥାଏ ସେତେବେଳେ ଜ୍ଞାନର ନୃତ୍ୟ ହୁଏ ନାହିଁ। ଯେବେ ଜ୍ଞାନର ନୃତ୍ୟ ହେଉଛି ତେବେ ଭକ୍ତିର ନୃତ୍ୟ ହେଉନି। କାହିଁକି ନା ଭକ୍ତିର ନୃତ୍ୟ ପତନ ଅବସ୍ଥାକୁ ନେଇଯାଉଛି। ସତ୍ୟଯୁଗ ତ୍ରେତା ଯୁଗରେ ଭକ୍ତି ହୁଏନି, ଦ୍ୱାପରରୁ ଭକ୍ତି ଆରମ୍ଭ ହୁଏ। ଭକ୍ତି ଆରମ୍ଭ ହେଲେ ଜ୍ଞାନର ପ୍ରାରବ୍ଧ ପୂର୍ଣ୍ଣ ହୋଇଥାଏ, ଏହାପରେ ପୁଣି ପତନର ଅବସ୍ଥା ହୋଇଥାଏ। କିପରି ତଳକୁ ଖସିଥାନ୍ତି ଏ କଥା ବାବା ଆସି ବୁଝାଉଛନ୍ତି। ମୁଁ କଳ୍ପ କଳ୍ପ ଆସି ପିଲାମାନଙ୍କୁ କହୁଛେ ତୁମେ ପିଲାମାନେ ମୋର ବହୁତ ନିନ୍ଦା କରି ଆସ। ଯେବେ ଯେବେ ଭାରତରେ ଏହି ଆଦି ସନାତନ ଦେବୀ ଦେବତା ଧର୍ମର ବହୁତ ଗ୍ଲାନି ହୋଇଥାଏ ତେବେ ଯାଇ ମୁଁ ଆସେ। ଗ୍ଲାନି କାହାକୁ କୁହାଯାଏ ତାହା ମଧ୍ୟ ଆସି ବୁଝୁଛି। ଭଗବାନ ସର୍ବେବ୍ୟାପୀ ବୋଲି କହି ଗ୍ଲାନି କରୁଛନ୍ତି, ତଥାପି ଜାଣୁନାହାନ୍ତି ଏଇଟା ଭଗବାନଙ୍କର ନିନ୍ଦା କରୁଛନ୍ତି। ଭାବୁଛନ୍ତି ଆମେ ଭଗବାନଙ୍କୁ ସମ୍ମାନ ଦେଉଛନ୍ତି, ନିଜେ କହୁଛନ୍ତି ତମେ ମୋର ନିନ୍ଦା କରୁଛ, ହେଲେ ବି ମଣିଷ ବୁଝିପାରୁନି। ତ ଯେବେ ଯେବେ ଭାରତରେ ଏଇ ଆଦି ସନାତନ ଦେବୀ ସର୍ବବ୍ୟାପୀ କହିଦେବା, କୁକୁର ଭିତରେ, ଘୁଷୁରୀ ଭିତରେ, ମାଙ୍କଡ଼ ଭିତରେ, ସବୁ ଭିତରେ ଭଗବାନ ଅଛନ୍ତି। ତମକୁ କିଏ କହିଦ ତୁ କୁକୁରଟା ହେଲେ ବଡ଼ ରାଗ, ତୋ ବାପା କୁକୁର ହେଲେ ବଡ଼ ରାଗ, ଆଉ ଭଗବାନ କୁକୁର କହିଲେ ବଡ଼ ଖୁସି। ହଁ ହଁ ସେ ଏସବୁ ହେଉଛି ଗ୍ଲାନି, ଧର୍ମର ଗ୍ଲାନି। ଆକୁ କୁହାଯାଏ ତ ଧର୍ମର ଗ୍ଲାନି। ସେତେବେଳେ ବାବା ଆସୁଛନ୍ତି। ଆଉ ଗ୍ଲାନି କ'ଣ ସେ କଥା ମଧ୍ୟ ବାବା ଆସି ଆମକୁ ଏବେ ବୁଝାଉଛନ୍ତି। ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଆସି ବିକାରୀ ନର୍କବାସୀ ଭାରତକୁ ସ୍ୱର୍ଗବାସୀ କରୁଛି। ତୁମେମାନେ ଆସୁରୀ ମତରେ ଚାଲି ମୋର ଗ୍ଲାନି କରିଥିବା କାରଣରୁ କେତେ କାଙ୍ଗାଳ ହୋଇଯାଇଛ। ଏଇ ଭାରତରେ ରାମ ରାଜ୍ୟ ଥିଲା, ଏବେ ରାବଣ ରାଜ୍ୟ ଚାଲିଛି, ଯାହାକୁ ହାରିବା ଏବଂ ଜିତିବା ଦିନ ଏବଂ ରାତି କୁହାଯାଉଛି। ଏବେ ବିଚାର କର ମୁଁ କେଉଁ ସମୟରେ ଆସିବି। ଯେଉଁମାନଙ୍କୁ ରାଜ୍ୟ ଦେଇଥିଲି ସେଇମାନେ ହିଁ ରାଜ୍ୟ ହରାଇ ବସୁଛନ୍ତି। ତୁମକୁ ସବୁ ପ୍ରକାର ହିସାବ କିତାବ ତ ବୁଝାଇ ଦିଆଯାଇଛି। ମୁଁ ଆସି ସମ୍ପତ୍ତି ଦେଉଛି, ପୁଣି ରାବଣ ଆସି ବିଶେଷ କରି ଭାରତକୁ ଏବଂ ସାଧାରଣ ଭାବେ ସାରା ଦୁନିଆକୁ ଶ୍ରାପିତ କରୁଛି। ଆକାଉ କୁହ ସେ କବାଟ ବନ୍ଦ କର। ହଁ 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 ସାରା ବିଶ୍ୱ ହଁ 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 ଆହୁରି ତଳୁ ତଳୁ ଖସିଥାନ୍ତା। କୁହ ଆକାଉ କୁହ, ପାଟି କରି କଥା ହୁଅନି ବୋଲି, ନ କହିଲେ ସେ କଥା ଜୋର ଜୋରରେ। ଏବେ ବିଚାର କର ମୁଁ କେଉଁ ସମୟରେ ଆସିବି। ଯେଉଁମାନଙ୍କୁ ରାଜ୍ୟ ଦେଇଥିଲି ସେଇମାନେ ହିଁ ରାଜ୍ୟ ହରାଇ ବସୁଛନ୍ତି। ତୁମକୁ ସବୁ ପ୍ରକାର ହିସାବ କିତାବ ତ ବୁଝାଇ ଦିଆଯାଇଛି। ମୁଁ ଆସି ସମ୍ପତ୍ତି ଦେଉଛି, ପୁଣି ରାବଣ ଆସି ବିଶେଷ କରି ଭାରତକୁ ଏବଂ ସାଧାରଣ ଭାବେ ସାରା ଦୁନିଆକୁ ଶ୍ରାପିତ କରୁଛି। ଭାରତର ମହିମା ବିଷୟରେ ମଧ୍ୟ କାହାକୁ ହେଲେ ଜଣା ନାହିଁ। ପ୍ରଥମେ ପ୍ରଥମେ ଏଇ ଭାରତ ହିଁ ଥିଲା। କେବେ ଥିଲା, କିପରି ଥିଲା, କିଏ ରାଜ୍ୟ କରୁଥିଲେ, କେହି ବି ଜାଣିନାହାନ୍ତି, କିଛି ବି ବୁଝୁନାହାନ୍ତି। ଯେଉଁମାନେ ଦେବତା ଥିଲେ ତାଙ୍କ ଚେହେରା ମନୁଷ୍ୟର ଏବଂ ଚରିତ୍ର ଦେବତାମାନଙ୍କ ପରି ଥିଲା। ଚେହେରା ମନୁଷ୍ୟର ଏବଂ ଚରିତ୍ର ଦେବତାମାନଙ୍କ ପରି ଥିଲା। ଯଦିଓ ଏବେ ଚେହେରା ମନୁଷ୍ୟ ପରି ରହିଛି କିନ୍ତୁ ଚରିତ୍ର ଅସୁର ପରି ଅଟେ। ମାଙ୍କଡ଼ ତ ଆହୁରି ଚଳିବ, ତାକୁ ଡରେଇଲେ ଡରି ଯାଉଛି, ଅସୁର ଡରିବ କି? ଅସୁର ପରି ହେଇଯାଇଛି। ଯେଉଁମାନଙ୍କୁ ବୁଝାଯାଉଛି ସେମାନେ ଏକଥା ବୁଝୁନାହାନ୍ତି, କାହିଁକି ନା ପାରଲୌକିକ ପିତାଙ୍କୁ ହିଁ ଜାଣିନାହାନ୍ତି। ଆହୁରି ଅଧିକ ଗାଳି ଦେଉଛନ୍ତି। ବାବାଙ୍କର ଗ୍ଲାନି କରି କରି ବିଲକୁଲ କଉଡ଼ି ତୁଲ୍ୟ ହୋଇଯାଇଛନ୍ତି। ଭାରତର ଅଧପତନ ହୋଇଯାଇଛି। ବାବା କହୁଛନ୍ତି ଏଇଭଳି ଅବସ୍ଥାରେ ଆସିଗଲେ ମୁଁ ଆସିଥାଏ। ଯେତେବେଳେ ମଣିଷ ଦେବତାରୁ ମଣିଷ, ମଣିଷରୁ ମଣିଷ ଯେତେବେଳେ ଅସୁର ହେଇଯାଉଛି ସେତେବେଳେ ବାବା ଏ ଦୁନିଆକୁ ଆସୁଛନ୍ତି। ବର୍ତ୍ତମାନ
ମଣିଷ ମାନେ ମାଙ୍କଡରୁ ସୃଷ୍ଟି ହଁ ମାଙ୍କଡ କହୁଛି ମୁଁ ତମଠୁ ବହୁତ ଭଲ ଅଛି ହଁ 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 ମଣିଷଠାରୁ ବହୁତ ଭଲ। ତମେ ତ ଝଗଡ଼ା କରୁଛ, ଆମେ ଦେଖ କେତେ ସ୍ନେହରେ ଅଛୁ। ମାଙ୍କଡ଼ କହୁଛୁ ମଣିଷକୁ। ବର୍ତ୍ତମାନ ତୁମ ସନ୍ତାନମାନଙ୍କୁ ସମ୍ମୁଖରେ ବସି ବୁଝାଉଛି। କଳ୍ପ ପୂର୍ବରୁ ମଧ୍ୟ ଏହିପରି ବୁଝେଇଥିଲି। ବର୍ତ୍ତମାନ ଦୈବୀ ସମ୍ପ୍ରଦାୟର ସ୍ଥାପନା ଅଛି। ଏଠାରେ ମନୁଷ୍ୟରୁ ଦେବତା ହେଉଛନ୍ତି। ବାବା ପାଠ ପଢ଼ଉଛନ୍ତି ଆମ ମନୁଷ୍ୟରୁ ଦେବତା କରୁଛନ୍ତି। ମନୁଷ୍ୟମାନେ ଜାଣିନାହାନ୍ତି ଯେ ବାବା କେବେ ଆସୁଛନ୍ତି। ସତ୍ୟଯୁଗ ତ୍ରେତା ଯୁଗରେ ତୁମେ ବହୁତ ଖୁସିରେ ପ୍ରାରବ୍ଧ ଭୋଗ କରୁଛ। ପୁଣି ଦ୍ୱାପର ଠାରୁ ରାବଣର ଅଭିଶାପ ପାଇ ପାଇ ବିଲକୁଲ ହିଁ ପ୍ରାରବ୍ଧ ସମାପ୍ତ ହୋଇଯାଉଛି। ଯେପରି ଦେବତାମାନେ ପ୍ରାରବ୍ଧ ଭୋଗ କରି କରି ତ୍ରେତାର ଅନ୍ତରେ ସମାପ୍ତ ହୋଇଯାଉଛନ୍ତି, ତାପରେ ପୁଣି ରାବଣର ଆସୁରୀ ପ୍ରାରବ୍ଧ ଆରମ୍ଭ ହେଉଛି। ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ପରେ ବ୍ୟଭିଚାରୀ ହୋଇଥାଏ। ଜଣଙ୍କୁ ପୂଜା କରୁଥିଲେ, ଏବେ କେତେ ଜଣଙ୍କୁ ପୂଜା କରୁଛନ୍ତି। ସିଢ଼ିର ଚିତ୍ର ଠିକ୍ ଭାବେ ତିଆରି କରାଯାଇଛି। ପ୍ରତ୍ୟେକ ଜିନିଷ ସତ ପ୍ରଧାନ, ସତ ରଜ ତମ ହୋଇଥାଏ। ଖାଦ ମିଶି ଚାଲିଥାଏ। ତୁମ ସନ୍ତାନମାନଙ୍କୁ ତ ବହୁତ ଭଲ ଭାବରେ ବୁଝାଇ ଦିଆଯାଇଛି, କିନ୍ତୁ ଧାରଣା କମ୍ ହେଉଛି। ବାବା କେତେ ସ୍ପଷ୍ଟ ଭାବରେ ବୁଝୁଛନ୍ତି, କିନ୍ତୁ ଧାରଣା ଆମେ ଜାଣୁଛୁ ବାବା ଭଲ କହୁଛନ୍ତି, କିନ୍ତୁ ଆମେ ଧାରଣା କରିପାରୁନୁ। କେତେକ ସନ୍ତାନଙ୍କର ତ ଜ୍ଞାନ ବୁଝିବାର ବୁଦ୍ଧି ବିଲକୁଲ ହିଁ ନାହିଁ। କେହି କେହି ଭଲ ଅନୁଭବୀ ଅଟନ୍ତି, ଯାହାଙ୍କର ଧାରଣା ବହୁତ ଭଲ ହୋଇଥାଏ, ନାଇଁ କି? ମାତା ମାନେ କହୁଛନ୍ତି ଆମ ଖୁଡି କହୁଛି ଆମେ ପାଠଶାଠ ପଢୁଥିଲେ ଗାଁ ନିଜ ଲୋକକୁ ବୁଝେଇ ଦେଇଥାନ୍ତି। ହଁ, ପାଠଶାଠ ପଢ଼ିଥିଲେ ବାହାର ସଂସାରର ଆକର୍ଷଣ ବେଶୀ ହେଇଯାଇଥାନ୍ତା, ଆହୁରି ସେପଟେ ପଳେଇଥାନ୍ତେ, ଆହୁରି ସେ ଜ୍ଞାନ ବେଶୀ ହେଇଯାଇଥାନ୍ତା। ନ ପଢ଼ିବା ଲୋକ ବେଶୀ ଭଲ। ହଁ ହଁ, ଏବେ ଯେତିକି ମନେ ରଖୁଛ ସେତିକି ଧାରଣା କରିକି ଦେଖେଇବାର ଅଛି। କ'ଣ ଧାରଣା କରିବ? ସମସ୍ୟା ସମସ୍ତଙ୍କୁ ଆସୁଛି। ମା ମାନେ କ'ଣ କରିପାରିବ? ଅଧୈର୍ଯ୍ୟ ହେବନି, ରାଗିବନି, ବିରକ୍ତ ହେବନି, ଅଶାନ୍ତି ହେବନି, ପାଟିତୁଣ୍ଡ କରିବନି, ଆଉ ଗୋଳମାଳ କରିବନି। ଶାନ୍ତିରେ ରହିବ, ଧୀର ସ୍ଥିରେ ତମ କାମ ତମେ ଧ୍ୟାନ ଦେଇକିରି କରିବ। ସେଇଟା ଆଗ ତମ ଦ୍ୱାରା ସେବା। ତମକୁ ଯିଏ ଦେଖିବ ସେ ଘର ଲୋକ ବାହାର ଲୋକ ସବୁ ଖୁସି ହେଇଯିବେ। ଆଙ୍କେ ସତରେ ଜ୍ଞାନ ଶୁଣି କେତେ ପରିବର୍ତ୍ତନ। ନଥିଲେ ମା ମାନେ ବେଶୀ ଗପ ସପ, ଦୁଃଖ ସୁଖ, ଓଡ଼ିଶା ପଡ଼ିଶା, ଦାଣ୍ଡରେ ବାରରେ ଯୁଆଡ଼େ ଗଲେ କଥା କଥା କଥା। ତମେ କଥା କହିବାର ଯଦି କମେଇ ଦବ ନା, ସେବା ହେଇଯିବ। ହଁ, କିନ୍ତୁ ତମେ ଆଶ୍ରମକୁ ଆସିଲ, ହେଲା ନା ନାଇଁ? ତମ ଇଣ୍ଟରେଷ୍ଟ ଲାଗୁଛି କି? ତମ ଦାଣ୍ଡରେ ଲୋକ ବସିକି ଗପୁଛନ୍ତି, ମାତ୍ର ତମକୁ ସେଇଠି ବସିବାକୁ ଇଚ୍ଛା ନାହିଁ। ତ ବାବା କହିଲେ କ୍ରମ ଅନୁସାରେ ତ ରହିବେ ନା। ବିଦ୍ୟାର୍ଥୀମାନେ ଗୋଟେ ପ୍ରକାର ହୋଇନଥାନ୍ତି, କିଛି ନା କିଛି ନମ୍ବର କମ୍ ବେଶୀ ନିଶ୍ଚିତ ରଖିଥାନ୍ତି। ଏକଥା କାହାକୁ ବି ବୁଝାଇବା ବହୁତ ସହଜ। ବାବା କହୁଛନ୍ତି ମୋତେ ମନେ ପକାଅ, ମୁଁ ତୁମର ବେହଦ୍ର ପିତା, ସୃଷ୍ଟିର ରଚୟିତା ଅଟେ। ମୋତେ ମନେ ପକାଇଲେ ତୁମକୁ ବେହଦ୍ର ସମ୍ପତ୍ତି ମିଳିବ ଏବଂ ବିକାର ରୂପୀ ଖାଦ୍ୟ ବାହାରିଯିବ। ଯେତେ ବାବାଙ୍କୁ ମନେ ପକାଇବା, ବାବାଙ୍କଠୁ ବେହଦ୍ର ସମ୍ପତ୍ତି ମିଳିବ, ଅସରନ୍ତି ଅବିନାଶୀ ସମ୍ପତ୍ତି ମିଳିବ। ଆରେ ଆତ୍ମାର ଯେଉଁ ମଇଳା ଅଛି, ବିକାର ଅଛି, ସବୁ ସଫା ହେଇଯିବ। କେବଳ ଏଇ କଥା ବୁଝାଅ ଯେ ତୁମେ ଭାରତବାସୀ ମାନେ ସତ୍ୟଯୁଗରେ ସତ ପ୍ରଧାନ ଥିଲ, ଏବେ କଳିଯୁଗରେ ତମ ପ୍ରଧାନ ହୋଇଯାଇଛ। ଆତ୍ମାରେ ହିଁ ଖାଦ ପଡ଼ିଥାଏ। ପବିତ୍ର ହେବା ବିନା କେହି ବି ସେଠାକୁ ଅର୍ଥାତ୍ ପରମଧାମକୁ ଯାଇପାରିବେ ନାହିଁ। ସତ୍ୟଯୁଗ ନୂଆ ଦୁନିଆରେ ତ ସମସ୍ତେ ସତପ୍ରଧାନ ରହିବେ। ନୂଆ ବସ୍ତ୍ରକୁ ସତପ୍ରଧାନ କୁହାଯିବ। ପୁଣି ତାହା ପୁରୁଣା ହେଲେ ତମ ପ୍ରଧାନ ହୋଇଯାଇଥାଏ। ପରମଧାମକୁ ଯଦି ଅପବିତ୍ର ଆତ୍ମା ମାନେ ଦଣ୍ଡ ଖାଇକି ଯାଉଛନ୍ତି ପରା। ହଁ, ଦଣ୍ଡ ଖାଇକି ଯିବେ, ଦଣ୍ଡ ଖାଇକି ଯିବେ, ସେମିତି ସିଧା ଯିବେନି। ପବିତ୍ର ଆତ୍ମା ମାନେ ବିନା ଦଣ୍ଡରେ ଯିବେ। ଦଣ୍ଡ ଖାଇକି ଯିବ ମାନେ କ'ଣ? ଆମେ ଆତ୍ମା ଶରୀରରେ ଥିବା ସମୟରେ, ଆମେ ବଞ୍ଚିଥିବା ସମୟରେ ହିଁ ଦଣ୍ଡ ଖାଇ ଦେଖ, ଆମେ ବଞ୍ଚିବା କି ମରିବା, ସବୁ ଦୁଃଖ କଷ୍ଟ ଆତ୍ମା ଫିଲ୍ କରୁଛି। ଆତ୍ମା ପଳେଇଲେ ଦେହଟା ଭାଙ୍ଗିକିରି ହାଡ଼ ଗୋଡ଼ ନିଆଁରେ ପଡ଼ିଲେ ଆହା ଉହୁ କିଏ କହୁଛି? କଷ୍ଟଟା ଫିଲ୍ ଆତ୍ମା କରୁଛି ନା। ଏବେ ତମେ ଶରୀର ଭିତରେ ଥାଅ କି ଶରୀର ଛାଡ଼ିଦିଅ, ଶରୀର ଛାଡ଼ିଦେଲେ ମଧ୍ୟ ତାକୁ ସେ କଷ୍ଟ ଫିଲ୍ କରୁଛି ଆତ୍ମା, କରୁନି? ଯେମିତି ତମେ ଯୋଗରେ ବସ, ସିମ୍ପଲରେ ଯୋଗରେ ବସିଥିବା, ଆମର କେତେ କାମ ପେଣ୍ଡିଂ ରହିଯାଇଥାଉଛି, ଯୋଗରେ ବସିଲେ ଯୋଗ ଲାଗୁଛି? ସେଟାକା ଦଣ୍ଡ। ଆରାମରେ ତ ବସିଛେ, କାହାକୁ ଦୁଷିକି ଆମ ଦଣ୍ଡ। କିନ୍ତୁ ଆମେ ଜାଣୁଛେ କେତେ ଘଣ୍ଟାଟି ହେଲାଣି ବସିଲିଣି ଯେ ବାବା ଟିକେ ଯୋଗ କରି ଟିକେ ମୁରଲି ଶୁଣି, ନା ସେ ମୁରଲି ମୁଣ୍ଡ ଭିତରୁ ଯାଉଛି ନା ଯୋଗ ଲାଗୁଛି ବାବା ସହିତ। ଯୋଗ କଲେ ନିଦ ଭଲ ଆସୁଛି, ଟେନସନ୍ ହେଇକି ନିଦ ପଳେଇ ଆସେ ଲାଷ୍ଟ। ନା ସେ କାମ ହେଉଛି ଆମ ଦ୍ୱାରା, ନା ଏ ଯୋଗ ହେଉଛି ଆମ ଦ୍ୱାରା। ହଁ, ତମ ପାଖରେ ଆଜ୍ଞା। ହଁ,
सेमती बुद्धि को से पिला दुष्टामी कले तो बाडे की रेडी बसली जो कौचे से बुद्धि को से बसार अच्छी हाँ हाँ सेमती करिया पड़े पिला केतल स्नेह दौचु केतल बाड़ौचु केतल स्ट्रिक्ट करचु सेमती मन को छोट पिला परी ता कंट्रोल करी रखियार अच्छी हाँ तो सत्य जुग नुआ दुनिया समस्ते सतप्रधान रहिबे नुआ वस्त्र को सतप्रधान कहुए पुणी ताहा पुरुणा हेले तम प्रधान हो जाए बर्तमान समस्तଙ୍କର शरीरको वस्त्र छिंडिबा योग्य हो गलानी शरीर सबु छिंडिबा योग्य हो गलानी समस्तଙ୍କର जरा जीर्ण अवस्था हो जाइछि जो माने विश्वर मालिक थिले सेई माने बिल्कुल गरीब हो जाइछन्ते शरीर छिंडिया अवस्था अर्थ कोठी हम विश्वर मालिक थिलु एबे आमे को पेट पाई मुठे खाइया संसार सारा लोक कष्ट पड़ुछन ना नहीं तापर आउरी हजार इच्छा जति मिलले कौन संतुष्ट कि आउरी इच्छा आउरी इच्छा आउरी इच्छा आज जन भाई मिसिले कहले मोर पुओ झील नाइली भाईर पुओ स्वामी स्त्री कहले तांकर भाईर पुओ को मोर भाईर झील को बाहा कलु तांको भाईर पुओ मोर भाईर झील को एते बाड़ौची मद पीरी जे से कहूँ मत दरकार नहीं ये कहूँ मत दरकार नहीं से कुआडे पळैला एबे भाईर झील को बहु कर रखिलु ए ताकू छाड़ी आम आउ कुआडे जाई परनु तार अथरे दिटा पु बुझी पारलो अरे तांकर पिल्ला छुआ किछि ने हाँ 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 पिल्ला अच्छे ये तो बाहर झील को आउथरे बहु करी आनछंती आउ ताकू छाड़ी पारिए कि ताकू रखी आउथरे संपत्ति साहब मत दे दियो से टीचर अच्छे पेंशन सब मत दे दियो तुम संपत्ति मत दे दियो से कहले पेंशन जे तुमको किन दबु आम मास पूरे 21,000 टका खर्च होची मेडिसिन रे एमिदी बुझिपारल इच्छा से कहले तांकर आवश्यकता सब आम पूर्ण करछु कहिबार उद्देश्य तांकर इच्छा जो किए केते पूर्ण करि पारियो मनुष्यर इच्छा किए पूर्ण करि पारियो ने ते बाबा कौन कहते तुम जो मैंने विश्वर मालिक थे से माने बिल्कुल गरीब हो जाइछन्ति पुणी से ही साहुकार होगा पड़े एसबू कथा मनुष्य मैंने जानी ना भारत ही स्वर्ग थिला एठार लक्ष्मीनारायण राज्य थिला आउ सब धर्म अवलंबित पछरे आसते बाबा बसी तुमको प्रकृत कथा बताउछन देखो गीतार केते सम्मान रही गीता को पढ़ी पढ़ी बिल्कुल ही तलू को खसी से डाकुंट हे पतित पावनाश आम भ्रष्टाचारी हो जाइछु सद्गति तो एकमात्र भगवान ही दे पारिए बाकी शास्त्र मानकर तो सब भक्ति मार्गर कथा ही रही तुम बुद्धि रही आम बाबांकर ज्ञान द्वारा देवता होचु आम बुद्धि अच्छे एबे आम बाबांकर ज्ञान द्वारा देवता होचु एबे सारा दुनिया रू वैराग्य आसुची आसी ना नहीं ज्ञान जते बुझी बुझी जाउची दुनिया रे हमको वैराग्य आसी जाउची सन्यासी माने मध्य भक्ति करि थांती गंगा स्नान आदि करि थांते भक्ति मध्य प्रथमे शतप्रधान पर रजतम होता है यह मध्य सही परिटे अधा कल्प दिन अधा कल्प रातिर गायन रही ब्रह्मांकर दिन राति तेणु निश्चित ब्राह्मण मानकर मध्य दिन राति हम तुम्हें एवं दिन को जाऊच भक्तिर राति पूरा होची भक्तिर तो बहुत दुख रही से रात्रि कहुच्छी भगवान सहित मिसापी भक्ति रूपी अंधकार धक्का खाऊँ भक्ति हूँ अंधकार सहित तुलना कराला भक्ति कर अर्थ धक्का खाऊँ भगवान सहित मिसापी धक्का खाऊँ माने अंधारे कौन करो कौ जिनसा कौटी अच्छे मुझे जना नहीं हाँ है आड़ू गोड़ को कौन बाजी जाऊँ धक्का खाई तले पड़ जाऊे ठीक सेमती भक्ति भक्ति कले जदी 100 रु जदी 40 भाग जदी लाभ मिलले ज्ञान वर्ग तो 100 रु 100 40 नहीं तो बाबा कहले पतनर मार्ग भक्ति तो बहुत दुख रही आमर ये खरारे हाँ 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 तो भक्ति तो बहुत दुख रही से रात्रि कहुच्छे भगवान सहित राति भगवान सहित दिन भगवान सहित मिसापी भक्ति रूपी अंधकार धक्का खाऊँ भक्ति मार्ग में सद्गति दाता कई ना तुम मान व्यतीत कई यथार्थ रीति भगवान को जानी ना केमदी केतिकी तम बापा मु बापा आली डाकिली तम बापा कहले हाँ लो माँ कौन कह मो बापा मु बापा आली डाकिले मो बापा सबू संपत्ति मत दे दौरान किछि सेटा तांको इच्छा ना अधिकार अच्छी कि सेमती भक्तिर बापा भक्ति रे कार बापा डाकिया अर्थ भक्ति निज बापा बापा आली डाकिया हूँ ज्ञान प्राप्ति रे डिफरेंट आसला ना नहीं दया करी भिक मागिला बेले केती देबे ना मो बापा जिन सब दउछन सिन देबे का बापा देबे ना और सेड़ा मध्य दया करली मु भावना देखैबे सेवा देखैबे मु देली ओली कहिबे आ बापा मा झियो को देले काहा को देबेनी देखैबेनी लुचेकी देबे
ଦେବେ ନା ନାଇଁ? ହଁ ହଁ, ଏଇଟା ହେଉଛି ଭକ୍ତି ଆଉ ଜ୍ଞାନ ଭିତରେ ଡିଫରେଣ୍ଟ। ତୁମମାନଙ୍କ ବ୍ୟତୀତ କେହି ଯଥାର୍ଥ ରୀତିରେ ଭଗବାନଙ୍କୁ ଜାଣିନାହାନ୍ତି। ଆତ୍ମା ମଧ୍ୟ ବିନ୍ଦୁ, ପରମାତ୍ମା ମଧ୍ୟ ବିନ୍ଦୁ, ଏ କଥା କେହି ବି ବୁଝିପାରୁନାହାନ୍ତି। ସ୍ୱୟଂ ପରମାତ୍ମା ଆସି ବ୍ରହ୍ମାଙ୍କ ସ୍ୱର ମାଧ୍ୟମରେ ବୁଝାଉଛନ୍ତି। ସେମାନେ ପୁଣି ଭାଗୀରଥ ବୃଷଭ ରୂପରେ ଦେଖାଇଛନ୍ତି। ଏଠାରେ ବୃଷଭର କୌଣସି କଥା ନାହିଁ। ବାବା ସବୁ କଥା ଭଲ ଭାବରେ ବୁଝାଉଛନ୍ତି, କିନ୍ତୁ କାହାରି ବୁଦ୍ଧିରେ ସମ୍ପୂର୍ଣ୍ଣ ରୂପେ ରହୁନି। ବାବା ବସି ବୁଝାଉଛନ୍ତି, ପିଲାମାନେ ମୁଁ ତୁମ ଆତ୍ମାମାନଙ୍କର ପିତା ଅଟେ। କିଏ ଆମର ବାବା? ବାବା କିଏ? ଶିବ ବାବା। ତୁମେ ମୋତେ ଏବଂ ସମ୍ପତ୍ତିକୁ ମନେ ପକାଅ, ତେବେ ତୁମର ବିକର୍ମ ବିନାଶ ଯିବ। ତଥାପି କହୁଛ ଯେ ଭୁଲି ଯାଉଛୁ। ବା, ଏଭଳି ପତି ଅଥବା ପିତାଙ୍କୁ କ'ଣ ଭୁଲିଯିବା ଉଚିତ? ବାବା ଏତେ ସମ୍ପଦ ଦେଉଛନ୍ତି, ତାଙ୍କୁ ଆମେ ଭୁଲି ଯାଉଛୁ। ତଥାପି ବି କହୁଛ ଭୁଲି ଯାଉଛୁ। ସ୍ତ୍ରୀ ସ୍ୱାମୀକୁ ଅଥବା ପିଲାମାନେ ବାପାଙ୍କୁ କ'ଣ କେବେ ଭୁଲି ଯାଉଛନ୍ତି କି? ତେବେ ଏଠାରେ ତୁମେ କାହିଁକି ଭୁଲି ଯାଉଛ? ତୁମେ ମଧ୍ୟ କହୁଛ ବାବା ଆପଣ ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି, ତଥାପି ମଧ୍ୟ ଆମେ ଆପଣଙ୍କୁ ଭୁଲି ଯାଉଛୁ। ବାବା କହୁଛନ୍ତି ମୋତେ ମନେ ନ ପକାଇଲେ ତୁମ ଭିତରେ ଯେଉଁ କଳଙ୍କ ଲାଗି ରହିଛି ତାହା କିପରି ଛାଡ଼ିବ? ମୋର ସ୍ମୃତିରେ ରହିବା ହିଁ ହେଉଛି ମୁଖ୍ୟ କଥା। ଆମର ଅନ୍ୟ ଧର୍ମ ସହିତ କୌଣସି ସମ୍ପର୍କ ନାହିଁ। ସ୍କୁଲରେ ତ ଇତିହାସ ଭୂଗୋଳ ବୁଝୁଛନ୍ତି, ସ୍କୁଲରେ ପାଠ ପଢ଼ୁଛନ୍ତି, ସବୁ ଧର୍ମର ପିଲା ସେଠି ପଢ଼ୁଛନ୍ତି ନା ନାହିଁ? ଏଇଠି ମଧ୍ୟ ଧର୍ମ ଜାତି ଏସବୁ ଭେଦଭାବନା ନାହିଁ। କାହିଁ ଭଗବାନ ପାଠ ପଢ଼ୁଛନ୍ତି, ଆମେ ସମସ୍ତେ ପାଠ ପଢ଼ୁଛନ୍ତି, ଏଠି ଧର୍ମର କଥା କିଛି ନାହିଁ। କିନ୍ତୁ କେହି ତ ବିଲକୁଲ ବୁଝି ହିଁ ନଥାନ୍ତି। ଏଠାରେ ବାବା ପାଠ ପଢ଼ୁଛନ୍ତି, ଏହା କେତେକଙ୍କର ବୁଦ୍ଧିରେ ରହୁନି। ଆଚ୍ଛା, ବାବା ଏବଂ ତାଙ୍କର ସମ୍ପତ୍ତିକୁ ତ ମନେ ପକାଅ, ତାହା ମଧ୍ୟ ଭୁଲି ଯାଉଛ। ଯାହା ପାଇଁ ଅଧା କଳ୍ପରୁ ଭକ୍ତି କରି ଆସ, ସେ ବାବାଙ୍କୁ ମନେ ପକାଉନ। ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଏବେ ଆମେ ଶରୀର ଛାଡ଼ି ଯାଇ ସତ୍ୟଯୁଗ ରାଜତ୍ୱ କରିବୁ। ବର୍ତ୍ତମାନ ଏହା ଆମର ଅନ୍ତିମ ଜନ୍ମ ଅଟେ। ଶରୀର ଛାଡ଼ିଲେ ଆମେ ସତ୍ୟଯୁଗ ଯିବା। ଏ ନର୍କରେ ଆମେ ଆଉ ଜନ୍ମ ନେବାନି, ଏଇଟା ଆମର ଶେଷ ଜନ୍ମ। ସୂକ୍ଷ୍ମ ଲୋକରେ ମଧ୍ୟ ତାଙ୍କର ସେଇ ଚେହେରା ଦେଖୁଛ, ବୈକୁଣ୍ଠରେ ମଧ୍ୟ ଦେଖୁଛ। ଜାଣିଛ ଯେ ଏଇ ମମା ବାବା ହିଁ ଲକ୍ଷ୍ମୀନାରାୟଣ ହେଉଛନ୍ତି। ତୁମେ ସତ୍ୟଯୁଗରେ ଜାଣିଥାଅ ଯେ ଏଇ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେବାକୁ ପଡ଼ିବ। ନା ନା ନା, ପୁରୁଷାର୍ଥ କରେ ଏଇଠି ହିଁ ପୁଣି ଆଉଥରେ ଏଇଠି ଆଉ ଏ ନର୍କରେ ଜନ୍ମ ନେବାନି। ବାବା କହିବା ବାବା ସବୁ ହିସାବ କିତାବ ଏ ଶରୀର ଚୁକ୍ତ କରିଦେ, ମୋତେ ଆଉ ନର୍କରେ ଜନ୍ମ ନେବାନି, ନେକ୍ସଟ ଜନ୍ମ ମୋତେ ସ୍ୱର୍ଗରେ ନେବାର। ଯେମିତି ସଂକଳ୍ପ କରିବା ସେମିତି ପୁରୁଷାର୍ଥ। ଆଡ଼ଭାନ୍ସ ପାର୍ଟିରେ ଯିବ। ଆଡ଼ଭାନ୍ସ ପାର୍ଟି ମାନେ କ'ଣ? ନାଇଁ ଆଡ଼ଭାନ୍ସ ପାର୍ଟି ଅର୍ଥ ଏବେ ମମା ଦାଦି ଦିଦି ମାନେ ଶରୀର ଛାଡ଼ି ଦେଇଛନ୍ତି ନା, ସେମାନେ ଆଡ଼ଭାନ୍ସ ପାର୍ଟିରେ ଜନ୍ମ ନେଇଛନ୍ତି। ମାନେ ଦେବତାମାନଙ୍କୁ ଜନ୍ମ ଦେବା ପାଇଁ ତାଙ୍କେ ଜନ୍ମ ହେଇଛନ୍ତି। ଆମେ ମଧ୍ୟ ଯାଇପାରିବା ପୁରୁଷାର୍ଥ। ଖାଲି ଦେବତାମାନଙ୍କ ଭିତରେ ମଧ୍ୟ କ୍ୟାଟେଗୋରୀ ନାହିଁ କି? ରାଜକୁମାର ରାଜକୁମାରୀ ପ୍ରଜା ଦାସ ଦାସୀ ସବୁ ଅଛନ୍ତି ନା, ତାଙ୍କର ବାପା ମା ହେଇକିରି ଆମେ ଜନ୍ମ ଦେବା ସେମାନଙ୍କୁ ଆଡ଼ଭାନ୍ସ ପାର୍ଟି ହେଇକିରି। ବୁଝିପାରିଲେ ନା? ହଁ, ଆମେ ଯେଉଁ ବି ସଂକଳ୍ପ କରିବା ବାବା ଆମର ସବୁ ଆମେ ସଂକଳ୍ପ ଅନୁସାରେ ଆମେ ପୁରୁଷାର୍ଥ କରିବା, ତା ଅନୁସାରେ ଆମକୁ ପ୍ରାପ୍ତି ହେବ। ଆଉ ମେନ୍ ହେଲା ଫାଷ୍ଟ ସଂକଳ୍ପ ନା, ଜାଣିଲେ ତ? ମେନ୍ ହେଲା ଆପଣ ସଂକଳ୍ପ ହେଲା ନା ମୁଁ ବାବା ଆଶ୍ରମ ମୁଁ ଯିବି। ମନର ସଂକଳ୍ପ ଆସିବାର ତ ଆଶ୍ରମକୁ ଆସିଲେ, ସଂକଳ୍ପ ନ ଆସିଲେ ଆପଣ ଆଶ୍ରମକୁ ଆସିଥାନ୍ତେ କି? ସେମିତି ପ୍ରଥମେ ସଂକଳ୍ପ ହେଲେ ଯିଏ ଯେଉଁଟା ଜାଣିଛି ତା ଅନୁସାରେ ତାର ସଂକଳ୍ପ ଆସିବ ନା। ଯେ ବାବା ଜାଣିନି ତାର ଏ ସଂକଳ୍ପ ଆସିବ କି ମୁଁ ଆଉ କଳି ଯୁଗରେ ଜନ୍ମ ନେବିନି, ମୁଁ ସତ୍ୟ ଯୁଗରେ ଜନ୍ମ ନେବି ବୋଲିରି। ଆଉ ଲୋକମାନେ କ'ଣ ଭାବୁଛନ୍ତି? ଲୋକଙ୍କ ପାଖରେ ତ କାହା ପାଖରେ କେତେ ପ୍ରକାର ଜ୍ଞାନ। ଆତ୍ମା ନିର୍ଲେପ, ଆତ୍ମା ବିନାଶୀ, ଆତ୍ମା ସେ ପାଣିରେ ବୁଦୁ ବୁଦୁ ପରି ମିଶିଯିବ, ସୂର୍ଯ୍ୟଙ୍କ ପରି ସେ ଭଗବାନଙ୍କ ସହିତ ଲୀନ ହୋଇଯିବ, କେତେ କଥା କହୁଛନ୍ତି। ସ୍ପଷ୍ଟ ଜ୍ଞାନ ହିଁ ନାହିଁ। ଆଉ ବାବା କେତେ ସ୍ପଷ୍ଟ କରି ସବୁ କଥା ଆମକୁ ବୁଝୁଛନ୍ତି, ବୁଝେଇକି ଆଉଥରେ ଭବିଷ୍ୟତରେ କ'ଣ କରିବା ଲକ୍ଷ୍ୟ ମଧ୍ୟ ଦେଉଛନ୍ତି। ଏମିତି ଭାବିଗଲେ ଏମିତି ତମେ ପ୍ରାପ୍ତି କରିବ। ସଂକଳ୍ପ ଶ୍ରେଷ୍ଠ କର, ଏଇଟା ତ ଯୋଗ ନା। ସେଠାରେ ଏଇ ଜ୍ଞାନ ରହିବ ନାହିଁ ଯେ ସତ୍ୟଯୁଗ ପରେ ତ୍ରେତା ଯୁଗ ଆସିବ, ଦ୍ୱାପର ଯୁଗ ଆସିବ, ଆମେ ନିମ୍ନଗାମୀ ହେବୁ। ସେଠାରେ ଏ ଜ୍ଞାନର କଥା ହିଁ ରହିବ ନାହିଁ, କେବଳ ପୁନର୍ଜନ୍ମ ନେଇ ଚାଲିବ। ସେଠାରେ ଆତ୍ମ ଅଭିମାନୀ ରହିଥାନ୍ତି, ପୁଣି ଧୀରେ ଧୀରେ ଆତ୍ମ ଅଭିମାନୀରୁ ଦେହ ଅଭିମାନୀ ହୋଇଯାଆନ୍ତି। ଏଇ ଜ୍ଞାନ କେବଳ ତୁମ ବ୍ରାହ୍ମଣମାନଙ୍କ ପାଖରେ ରହିଛି, ଆଉ କାହା ପାଖରେ ନାହିଁ। ଜ୍ଞାନର ସାଗର ବାବା, ଯେ ଜ୍ଞାନ ଜ୍ଞାନେଶ୍ୱର ଅଟନ୍ତି, ସିଏ ହିଁ ଆସି ଶୁଣାଉଛନ୍ତି। ନିଶ୍ଚିତ ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣମାନଙ୍କୁ ହିଁ ଶୁଣାଇବେ। ବ୍ରହ୍ମାଙ୍କର ସନ୍ତାନ ମାନେ ହେଲେ ବ୍ରାହ୍ମଣ ସମ୍ପ୍ରଦାୟର। ଏଥିରେ ରାତି ଦିନର ଫରକ ରହିଛି। ତୁମେ ପୁରୁଷାର୍ଥ କରି ସମ୍ପୂର୍ଣ୍ଣ ଗୁଣବାନ ହେଉଛ। ସମ୍ପୂର୍ଣ୍ଣ ନିର୍ବିକାରୀ ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ତୁମେ ବାବାଙ୍କୁ ମନେ ପକାଅ। କର୍ମ ତ କରିବାକୁ ହିଁ ପଡ଼ିବ। ଯେକୌଣସି କର୍ମ କର, ବଢ଼େଇର କାମ କର ଅଥବା ରାଜତ୍ୱ କର, କିନ୍ତୁ ବୁଦ୍ଧିର ଯୋଗ ବାବାଙ୍କ ସହିତ ଲାଗି ରହୁ। ସେଥିପାଇଁ ରାଜା ଜନକଙ୍କର ଗାୟନ ରହିଛି ନା, ରାଜତ୍ୱ କରୁଥାଅ କିନ୍ତୁ ବୁଦ୍ଧିର ଯୋଗ ବାବାଙ୍କ ସାଥିରେ ଲାଗି ରହୁ, ତେବେ ଯେ ସମ୍ପତ୍ତି ମିଳିଯିବ। ନାଇଁ କି? ରାଜା ଜନକଙ୍କର
ଗାୟନ ରହିଛି। ରାଜା ଜନକଙ୍କ ପାଖକୁ ଜଣେ ଗୁରୁ ତାଙ୍କର ନିଜ ପୁଅକୁ ପଠେଇଲେ, କହିଲେ ଯଦି ବିଦ୍ୟା ନେବାର ଅଛି, ଶିକ୍ଷା ନେବାର ଅଛି, ତମେ ଯାଅ ରାଜା ଜନକଙ୍କ ପାଖକୁ। ସେ କହିଲେ ସିଏ ତ ରାଜା, ସିଏ ମୋତେ କ'ଣ ଶିକ୍ଷା ଦେବେ, ଏମିତି କହିଲେ। ସେତେବେଳେ ସେ ଆଉ ବାପା ତ କହୁଛନ୍ତି ବୋଲି ସେ ଯିବେ ରାଜା ଜନକଙ୍କ ପାଖକୁ, ଆଉ ବାପା ମୋତେ ପଠେଇଛନ୍ତି, ମୋତେ ଶିକ୍ଷା ଦିଅ। ତ ସେତେବେଳେ ଜନକ ରାଜା ତାଙ୍କର ଦରବାର ଲାଗିଛି, ଚାଲିଛି ତାଙ୍କର ମିଟିଂ ଚାଲିଛି। ହଁ, ହେଲେ ଶିଷ୍ୟ ଯେତେବେଳେ ରାଜାଙ୍କ ପାଖକୁ ଗଲା, ସେ ଭାବିଲେ ଇଏ ଗୋଟେ ରାଜା, ମୋତେ ଇଏ କି ଶିକ୍ଷା ଦେବେ। ରାଜା କହିଲେ ଠିକ୍ ଅଛି, ମୋର ତେବେ ଦରବାର ଚାଲିଛି, ତମେ ଦୀପଟା ନେବ, ରାଜମହଲ ବୁଲିକି ଦେଖିକି ଆସ, ଆସିଲା ପରେ କଥା ହେବା କହିଲେ। କିନ୍ତୁ ରାଜମହଲ ବୁଲିକି ଦେଖ, ମାତ୍ର ଦୀପରୁ ତେଲ ତଳେ ଟିକେ ହେଲେ ପଡ଼ିବାକୁ ହେବନି, କଣ୍ଡିସନ୍। ସେ ଠିକ୍ ଅଛି ବୋଲି କହିଲେ। ରାଜମହଲ ବୁଲିବାକୁ ଗଲେ, ବୁଲିକି ଆସିଲେ। ତାପରେ ରାଜା ପଚାରିଲେ ମହଲ କେମିତି ଅଛି? କହିଲା ମହଲ କେଉଁଠି ଦେଖିବି, ମୁଁ ତ ସେ ତେଲ ଉପରେ ମୋର ଧ୍ୟାନ, କାଳେ ତଳେ ପଡ଼ିଯିବଲି। ସେମିତି ସେ ରାଜା ହେଲେ କ'ଣ ହେଲା, ସେ ରାଜତ୍ୱ କରୁଥିଲେ, କିନ୍ତୁ ବୁଦ୍ଧି ସବୁବେଳେ ତାଙ୍କର କାହା ପାଖରେ ରହୁଥିଲା? ପରମାତ୍ମାଙ୍କ ପାଖରେ। ସେମିତି ସେଥିପାଇଁ ବାବା କହୁଛନ୍ତି, ଜନକ ରାଜାଙ୍କର ଉଦାହରଣ ଦେଉଛନ୍ତି, ରାଜା ହେଲେ ମଧ୍ୟ ବୁଦ୍ଧି ସବୁବେଳେ ସେ ଭଗବାନଙ୍କ ପାଖରେ ରହୁଥିଲେ। କାମଧନ୍ଦା କର, କିନ୍ତୁ ବୁଦ୍ଧି ସବୁବେଳେ ବାବାଙ୍କ ପାଖରେ ରଖ। ହଁ, ସେମିତି। ତ ବାବା କହୁଛନ୍ତି ମନ ମନା ଭବ। ହଁ, ସେମିତି ଦୁନିଆରେ ଥିଲେ ମଧ୍ୟ ଆମର ଯଦି ବୁଦ୍ଧି ବାବା ଆଡ଼େ ଥିବ, ମାନେ ତେଲ ଉପରେ ଧ୍ୟାନ ରହିଲା, ଆଉ ସେ ଦୁନିଆରେ କ'ଣ ହେଉଛି ସେଇଟା ଆମ ଉପରେ, ମନ ଉପରେ ପ୍ରଭାବ ପକାଇବ କି? ମନ ପ୍ରଭାବ ପକାଇବନି ନା, ସେମିତି। ହଁ, ସେଇଆ। ସେଥିପାଇଁ ବାବା କ'ଣ କହୁଛନ୍ତି, ମନ ମନା ଭବ, ମୋତେ ମନେ ପକାଅ। ଶିବ ବାବା କହୁଛନ୍ତି କେବଳ ଶିବ କହିବା ଦ୍ୱାରା ଲିଙ୍ଗ ମନେ ପଡ଼ିବ, ଅନ୍ୟ ସମସ୍ତଙ୍କର ତ ଶରୀରର ନାମ ନେଇଥାନ୍ତି, କାରଣ ଶରୀର ଦ୍ୱାରା ଅଭିନୟ କରୁଛନ୍ତି। ଏବେ ତୁମେ ଆତ୍ମ ଅଭିମାନୀ ହେଉଛ, ଯାହାକି ଅଧାକଳ୍ପ ଚାଲିଥାଏ। ବର୍ତ୍ତମାନ ସମସ୍ତେ ଦେହ ଅଭିମାନରେ ରହିଛନ୍ତି। ସତ୍ୟଯୁଗରେ ଯଥା ରାଜାରାଣୀ ତଥା ପ୍ରଜା ସମସ୍ତେ ଆତ୍ମ ଅଭିମାନୀ ରହିବେ। ସେଠାରେ ତ ସମସ୍ତଙ୍କର ଆୟୁଷ ଅଧିକ ରହିବ, ଏଠାରେ ସମସ୍ତଙ୍କର ଆୟୁଷ କମ୍ ଅଟେ। ତେବେ ବାବା ସମ୍ମୁଖରେ ବସି ପିଲାମାନଙ୍କୁ କେତେ ଭଲ ଭାବରେ ବୁଝାଉଛନ୍ତି, ହେ ଆତ୍ମାମାନେ, କାହିଁକି ନା ଜ୍ଞାନ ଆତ୍ମା ନେଉଛି, ଆତ୍ମା ହିଁ ଧାରଣ କରୁଛି। ବାବା ଆତ୍ମାକୁ ଦେଖୁଛନ୍ତି ନା, କାହାର ମୁହଁକୁ ଦେଖୁଛନ୍ତି, ଦେହକୁ ଦେଖୁଛନ୍ତି ନା, କାରଣ ଜ୍ଞାନ ତ ଆତ୍ମା ଧାରଣ କରୁଛି ନା। ଶ୍ରୀ ବାବାଙ୍କର ତ ସ୍ୱର ନାହିଁ, ଆତ୍ମାରେ ହିଁ ସମସ୍ତ ଜ୍ଞାନ ରହିଛି। ଆତ୍ମା ମଧ୍ୟ ତାରକା ସଦୃଶ, ବାବା ମଧ୍ୟ ତାରକା ଭଳି ଅଟନ୍ତି। ବାବା ତ ପୁନର୍ଜନ୍ମ ନେଉନାହାନ୍ତି, ଆତ୍ମାମାନେ ପୁନର୍ଜନ୍ମ ନେଉଛନ୍ତି। ସେଥିପାଇଁ ବାବା ହୋମୱାର୍କ ଦେଇଥିଲେ କି ପରମାତ୍ମାଙ୍କର ମହିମା ଏବଂ ତାଙ୍କର ପୁତ୍ର ଅର୍ଥାତ୍ ଶ୍ରୀକୃଷ୍ଣଙ୍କର ମହିମା ଲେଖିକରି ଆଣ। ବ୍ରହ୍ମ ବାବା ଥିଲାବେଳେ ହୋମୱାର୍କ ଦେଇଥିଲେ ପିଲାମାନଙ୍କୁ, 2 ଜଣ ମହିମା ଲେଖିକି ଆଣ ବୋଲିରେ। କାରଣ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି କହୁଛନ୍ତି ନା, ହେଲେ ଭଗବାନ ଅଲଗା, ଶ୍ରୀକୃଷ୍ଣ ଅଲଗା ନା। ତ ନିରାକାର ଶ୍ରୀ ବାବା ଭଗବାନଙ୍କର ମହିମା ଲେଖ, ଆଉ ଗୋଟେ ପେଜ୍ରେ ଶ୍ରୀକୃଷ୍ଣଙ୍କର ମହିମା ଲେଖ। ଶିବ ବାବାଙ୍କର ତ ସବୁ ଗୁଣରେ ସାଗର, କିନ୍ତୁ ଶ୍ରୀକୃଷ୍ଣଙ୍କର 16 କଳା, ସର୍ବଗୁଣ, ଲିମିଟ୍ ନା ସବୁଥିରେ। ଉଭୟଙ୍କର ମହିମା ଅଲଗା ଅଲଗା। ଶ୍ରୀକୃଷ୍ଣଙ୍କର ମହିମା ଅଲଗା, ସେ ସାକାର, ଇଏ ନିରାକାର ଅଟନ୍ତି। ତାଙ୍କୁ ଏତେ ଗୁଣବାନ କିଏ କରିଲେ? ନିଶ୍ଚିତ କହିବା ଯେ ପରମାତ୍ମା କରେଇଛନ୍ତି। ବର୍ତ୍ତମାନ ତୁମେ ଈଶ୍ୱରୀୟ ସମ୍ପ୍ରଦାୟରେ ଅଟ, ତୁମକୁ ବାବା ଶିଖାଉଛନ୍ତି। ଭବିଷ୍ୟତରେ ପୁଣି ପ୍ରାରବ୍ଧ ଭୋଗ କରିବ। ସତ୍ୟ ଯୁଗରେ ତ ଏକଥା କେହି ଶିଖାଇବେ ନାହିଁ, ଭକ୍ତି ମାର୍ଗର ସାମଗ୍ରୀ ହିଁ ସମାପ୍ତ ହୋଇଯିବ। ଏହି ଦୁନିଆ ପ୍ରତି ବୈରାଗ୍ୟ ମଧ୍ୟ ଆସିବା ଦରକାର, ଅର୍ଥାତ୍ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡ଼ି ନିଜକୁ ଅଶରୀରୀ ଆତ୍ମା ଭାବିବାକୁ ହେବ। ବୈରାଗ୍ୟ ଆଣିଲେ ଆମେ ଶାନ୍ତି ରହିପାରିବା। ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି 5 ମିନିଟ୍ ମଧ୍ୟ, କମ୍ ସେ କମ୍ 5 ମିନିଟ୍ରୁ କମ୍ ହେଲେ ହେବନି। ବାବା କହୁଛନ୍ତି କମ୍ ସେ କମ୍ 5 ମିନିଟ୍ ମଧ୍ୟ ଭାବ, ମୁଁ ଦେହ ନୁହଁ, ମୁଁ ଗୋଟେ ଆତ୍ମା। ମୁଁ ଏଠି ଖାଲି ଅଭିନୟ କରିବା ପାଇଁ ଆସିଛି। ଯାହା ପାଇଁ ମୁଁ ଚିନ୍ତା କରୁଛି ସେମାନେ ମଧ୍ୟ ଗୋଟେ ଗୋଟେ ଆତ୍ମା। ସମସ୍ତେ ନିଜ ନିଜର କର୍ମ, ନିଜ ନିଜର ଭାଗ୍ୟ ନେଇକି ଆସିଛନ୍ତି। ସେଥିପାଇଁ କେତେ କଥା କାହାଣୀ ସବୁ ଲେଖା ଅଛି। ରାଜାଙ୍କର ଝିଅ ରାଜକୁମାରୀ, ସିଏ କହିଲା 3ଟା ରାଜକୁମାରୀ ଅଛନ୍ତି, 3ଟା ଝିଅ। ରାଜା ପଚାରିଲେ ତମେ କାହାର ଖାଉଛ? ବଡ଼ ଆଉ ମଝିଆ କହିଲେ ଆମେ ତମର ଖାଉଛୁ, ରାଜାଙ୍କର ଖାଉଛୁ। ସାନ କହିଲା ମୋତେ ଭଗବାନଙ୍କୁ ଯାହା ଦେଉଛନ୍ତି ତାହା ଖାଉଛି। ହେଲେ ସେ ସବୁଠୁ ବେକାର ଯିଏ, ନିକମା ଯିଏ, ବୁଦ୍ଧି କାମ କରୁନି, ଗୋଡ଼ ହାତ କାମ କରୁନି, ସେମିତିଆ ଲୋକଟାକୁ ଆଣି ବାହା କରିଦେଲେ। ଗୋଟେ ରୁମ୍ରେ ରଖିଦେଲେ, ବାହା କରିଦେଲେ, ନିଆଁ ଲଗେଇଦେଲେ। ତୋର ତୁ ଭଗବାନଙ୍କର ଖାଉଛୁ, ତ ଭାଗ୍ୟର ଖାଉଛୁ ପରା। ହେଲେ ସିଏ ଗୋଟେ ଦେଶର ରାଜକୁମାର, ତାକୁ ଅଭିଶପ୍ତ ଥିଲା କ'ଣ ଏମିତି, ଯେମିତି ବାହା କରିଦେଲେ, ନିଆଁ ଲଗେଇଦେଲେ, ସେ ଅଭିଶାପରୁ ମୁକ୍ତ ହେଇଗଲା। ସିଏ ରାଜକୁମାର ତା ରାଣୀକି ଧରିକି ପଳେଇଲା, ସେ ବହୁତ ବଡ଼ ଦେଶର ରାଜକୁମାର। ଏମିତି ବହୁତ କଥା କାହାଣୀ ଅଛି ଯେ ଏସବୁ କହିବାର ଉଦ୍ଦେଶ୍ୟ, ଆମେ ସିନା ଚିନ୍ତା କରୁଛୁ ଘର ପାଇଁ ହଉ, ନିଜ ପାଇଁ ହଉ, ପରିବାର ପାଇଁ, ଆମେ ସମସ୍ତେ ଆତ୍ମା ନିଜ ନିଜର ଭାଗ୍ୟର ଫଳ ଖାଉଛନ୍ତି। ଆମେ କାହାର ଚିନ୍ତା କରିବା ପାଇଁ ମଧ୍ୟ ବାବା ଅଛନ୍ତି, ଭଗବାନ ଅଛନ୍ତି। ଚିନ୍ତା ଦେଇପାରୁନାହାନ୍ତି। ହଁ, ଆମେ
କାହାର ଚିନ୍ତା ଆମ ମୁଣ୍ଡକୁ ନବାନି କାହାର ଖାଉଛି ବୋଇଲେ ଆମେ କହିବା ବାବାର ଆମେ ବାବାରେ ଆଗା ସବୁବେଳେ ଗୋଟେ କଥା ଭାବେ ସମସ୍ତ ପାଇଁ ବାବା ବସୁଛନ୍ତି ଚିନ୍ତା କରିବା ପାଇଁ ମୋ ପାଇଁ ମଧ୍ୟ ସିଏ ଚିନ୍ତା ଗୋଟେ ଲେଖା ହେଇଥିଲା ମିଠେ ବୋଝେ ତୁମ ଚିନ୍ତା ମତଲବରେ मैं बैठा हुआ ହଁ ହଁ मतलब କଣ ବାବା କହୁଛି ତମେ ସବୁ ଦେଇଦିଅ ହଁ ମୁଁ ବସିଛି ନା ତମ ଚିନ୍ତା ଦୂର କରିବା ପାଇଁ ଆଉ ଏଇଟା ବାବାର ମାନେ କଣ ଭଗବାନ କହୁଛି ହଁ ମାନେ ଗୋଟେ ଲୋକଟି ହଁ ଗୋଟେ ଲୋକଟି କାମ କରୁଥିଲା ସିଏ କ'ଣ କହିଲା ଗୋଟେ ସତ୍ସଙ୍ଗ ହେଲା ସେଇଠି ଗଲା ଗଲା ପରେ ସେ ସତ୍ସଙ୍ଗରେ ଜ୍ଞାନ ଶୁଣିଲା ପରେ ସେ କହିଲେ ସବୁ ଚିନ୍ତା ଭଗବାନଙ୍କୁ ଦିଅ ତମେ ଭାବନି ମୋ ଲାଗି ପରିବାର ଚାଲିଛି ବୋଲି ସିଏ ସତ୍ସଙ୍ଗ ସରିଲା ପରେ କହିଲା ମୁଁ ତ ବେପାର କରୁଛି ମୁଁ ତ ଧନ ଆଣିଲେ ଆମ ପରିବାର ଚାଲୁଛି ତମେ କହୁଛ ମୋ ଲାଗି ଚାଲୁନି ଏଇଟା ମୁଁ କେମିତି ସ୍ୱୀକାର କରିନି ତ ଆଣିଲେ ଖାଉଛ ନଥିଲେ ତ ତାଙ୍କୁ କି ନାଇଁ ରାସ୍ତା ସେଠି ଗୋଟେ କାମ କର ତମେ ଘରେ କାଉ ନ କରି ମାସଟି ପାଇଁ ପଳେଇ ଆସ ଗୋଟେ ଜାଗାକୁ ରହିଛ କୁହନି କୁଆଡ଼େ ଯାଇଛ ସେ ସେମିତିଆ କଲା ରହିଗଲା ବାହାରେ ଆଉ ଘରକୁ ଗଲାନି ଖୋଜିଲେ ଚାରିଆଡ଼େ କୁଆଡ଼େ ଗଲେ ସିଏ କିଛି କହିନାହାନ୍ତି ଆଉ ଥରେ କ'ଣ କରିବେ କାନ୍ଦିଲେ କେତେ ଦିନ ତାପରେ କ'ଣ କରିବେ ସେ ବଡ଼ ପୁଅଟାକୁ ଜଣେ ଦୋକାନରେ ରଖିଦେଲା ତାର ପିଲାଟା କାମ କଲେ ତ ତା ଘର ଚଳିବ ସାନ ପୁଅଟାକୁ ଜଣେ ପାଠ ପଢ଼ିବାକୁ ନେଇଗଲା ଝିଅଟା ଥିଲା ଗାଁଟା ଯା ଲୋକ ମିଶି ତ ବାହା କରିଦେଲେ ତାର ସବୁ ସମସ୍ୟା ସମାଧାନ ହେଇଗଲା ମାସେ ପରେ ଇଏ ଗଲା ଘରକୁ ରାତିରେ କବାଟ ବାଡ଼େଇଲା କହିଲା କିଏ ନା ମୁଁ ତମ ସ୍ୱାମୀ ମୋ ସ୍ୱାମୀ ସେ ତ କାହିଁ ନାହାନ୍ତି କୁଆଡ଼େ ମରିଗଲେଣି କ'ଣ ନାଇଁ ମୁଁ ବଞ୍ଚିଛି କବାଟ ଖୋଲ କହିଲେ ମୁଁ ତ ଏବେ ଖୁସିରେ ଅଛି ତମେ କାହିଁକି ଆସିଲ ମୋ ଜୀବନରେ ତମେ ଯେଉଁଠି ଥିଲ ସେଇଠି ଆ ପଳ ହେଲା ଆମେ ଖାଲିଟାରେ ଭାବୁଛେ ସେ ସ୍ୱାମୀ ହଉ କି ସ୍ତ୍ରୀ ହଉ ସ୍ତ୍ରୀମାନେ ମଧ୍ୟ ଭାବୁଛନ୍ତି ମୁଁ ନଥିଲେ ଘର କାମ କିଏ ହେବ କେମିତି ହେବ ଗୋଟେ ସ୍ତ୍ରୀ ଲୋକ ତାର ସାଙ୍ଗକୁ ସବୁବେଳେ ଫୋନ୍ କରି କହୁଥିବ ମୋର ଘର ଏତେ କାମ ସେତେ କାମ ଟିକେ ନିଶ୍ୱାସ ନେବାକୁ ଟାଇମ୍ ନାହିଁ ପିଲାଙ୍କର ଶାଶୁ ଶ୍ୱଶୁରର ଘରର ଏଇଟା ସେଇଟା ସଡନ୍ଲି କ'ଣ ହେଲା ସେ ମରିଗଲା ତା ସ୍ତ୍ରୀର ସାଙ୍ଗ ଭାବିଲା ମୋ ସାଙ୍ଗଟା ଯେଉଁ ମରିଗଲା ତାଙ୍କ ଘରେ କେତେ ହଇରାଣ ହେଉଥିବେ ତା ସ୍ୱାମୀ ଗୋଟେ ଦିନ ଫୋନ୍ କଲା କେମିତି ଅଛ କ'ଣ ହେଲା ଆଡ଼ୁ ମୁଁ ଭଲିବଲ୍ ଖେଳୁଛି ପରେ କଥା ହେବି ବୋଲି କହିଲା ଏ କ'ଣ ଏ ଟେନସନ୍ରେ ଥିବ ଆଡ଼ୁ ଭଲିବଲ୍ ଖେଳୁଛି ବୋଲି କହୁଛି ତାପରେ ଫୋନ୍ କଲା ଆଡ଼ୁ କଥା ହେଲା ଆଡ଼ୁ କହିଲା ଦେଖ ମୋ ବାପା ମାଆର ସେବା କରିବା ପାଇଁ ଗୋଟେ ଚାକରାଣୀ ରଖିଦେଲି ପିଲାଣୁ ପଢ଼ାଇବା ପାଇଁ ଗୋଟେ ଚାକର ଘର କାମ କରିବା ପାଇଁ ଗୋଟେ ଚାକର ସମସ୍ତେ ଯେ ଯାହା କାମ କରୁଛନ୍ତି ମୁଁ ଖେଳିବାକୁ ଆସିଛି କାହା ପାଇଁ ଦୁନିଆ ବନ୍ଦ ହେଇଯାଉନି କାହା ପାଇଁ ଦୁନିଆ ଚାଲୁନି ସମସ୍ତେ ଖାଲି ଭାବୁଛ ମୋ ଲାଗି ଚାଲୁଛି କାହା ଲାଗି କିଏ ବଞ୍ଚିନି କାହା ଲାଗି କିଏ ମରୁନି ସେଥିପାଇଁ କୌଣସି ଚିନ୍ତା ମନ ଆମ ହାତରେ ଯେଉଁଟା ହେଉଛି ସେଇଟା କରିବା ଅଳସୁଆ ହେବାନି ଟକିଆନି ବିରକ୍ତ ହେବାନି ଯେତିକି ଆମ ହାତରେ ହେବ ସେତିକି କରିଯିବା ବାକି ସବୁ ଚିନ୍ତା କାହାକୁ ଦେଇଦେବା ବାବାଙ୍କୁ ଦେଇ ଖୁସିରେ ରୁହ ଦେଖ ଘର ଲୋକ ଯଦି ବାବା ସକ୍ସେସ୍ ନ କଲେ ବାବାକୁ ଦି ପଦ ଗାଳି କଲେନି କିଛି କହିବେନି ଅଧିକାର ସହିତ ଅଧିକାର ସହିତ ବାବା ସହିତ ଅଧିକାର ସହିତ କଥା ହୁଅ କାହିଁକି ବାବା ତ କହୁଛନ୍ତି ମୁଁ ତୁମର ସେବା କରି ଆସି ତୁମେ ମୋର ଫାଇଦା ଉଠେଇ ପାରୁନ ଅଲିରେ ନାଇଁ ଲୋକ ଦୁଃଖ କଷ୍ଟ କହୁଛେ ବାବା ସହିତ ଦୁଃଖ କଷ୍ଟ ହେଲେ ସେଇଟା ଯୋଗ ଲୋକ ସହିତ ଦୁଃଖ କଷ୍ଟ ହେଲେ ସେଇଟା ବିୟୋଗ ବାବା ସହିତ କଥା ହେଲେ ସେଇଟା ଯୋଗ ସେଥିପାଇଁ ସବୁ କଥା ଷ୍ଟକ୍ ରଖ ବାବାଙ୍କୁ ଯେତେବେଳେ ସେତେବେଳେ ବାବା ସହିତ କଥା ବାବା ଯେମିତି ସାହାଯ୍ୟ କରିକି କରିପାରିବ କି କିଏ କରିପାରିବନି କାର ଏତେ ଶକ୍ତି ଆଜ୍ଞା ଏତେ ବାବା କହୁଛନ୍ତି ଦୁନିଆ ପ୍ରତି ବୈରାଗ୍ୟ ଆଣ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡ଼ି ନିଜକୁ ଅଶରୀରୀ ଆତ୍ମା ଭାବିବାକୁ ହେବ ଅଶରୀରୀ ହୋଇ ଆସିଥିଲୁ ପୁଣି ଅଶରୀରୀ ହୋଇ ଯିବାକୁ ହେବ ଏ ପୁରୁଣା ଦୁନିଆ ସମାପ୍ତ ହୋଇଯିବ ଆମେ ସମସ୍ତେ ନୂଆ ଦୁନିଆକୁ ଯିବା ବାସ୍ ଏ ଯୋଗର ଯାତ୍ରା ପାଇଁ ମେହନତ କରିଚାଲ ଏତିକି ମେହନତ କରିବାକୁ ପଡ଼ିବ ମୁଁ ନୂଆ ଦୁନିଆରୁ ଆସିଥିଲି ଆଉ ଥରେ ଏବେ ନୂଆ ଦୁନିଆକୁ ଯିବେ ପୁରୁଣା ଦୁନିଆରେ କ'ଣ ଅଛି କିଛି ହେଲେ ନାହିଁ ଏଇଟା ଆମ ଅଭ୍ୟାସ କରିବାର ଅଛି ବାବାଙ୍କୁ ହିଁ ମନେ ପକାଉନାହାନ୍ତି ଯେଉଁମାନେ ବି ବୁଝିବାକୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ ବୁଝେଇବାକୁ ହେବ ଯେ ଶିବ ବାବା ବ୍ରହ୍ମା ଦ୍ୱାରା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ଖାଦ୍ୟ ବାହାରିଯିବ ଏବଂ ତୁମେ ବିଷ୍ଣୁପୁରୀର ମାଲିକ ହୋଇଯିବ ବିଷ୍ଣୁପୁରୀ ହିଁ ସ୍ୱର୍ଗପୁରୀ ଅଟେ ତେଣୁ ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଅ ଯେଉଁ ବାବାଙ୍କୁ ଅଧା କଳ୍ପ ମନେ ପକାଇ ଆସିଥିଲ ସେ ଏବେ ସମ୍ମୁଖକୁ ଆସୁଛନ୍ତି କହୁଛନ୍ତି ମୋତେ ମନେ ପକାଅ କିନ୍ତୁ ଦୁନିଆରେ ତାଙ୍କୁ କେହି ବି ଜାଣିନାହାନ୍ତି ଆମେ ଜାଣୁଛେ କି ଦୁନିଆରେ ଜାଣୁଛେ ବାବାଙ୍କ ବିଷୟରେ ନା ହଁ ସେ ନିଜେ ହିଁ ଆସି ନିଜର ପରିଚୟ ଦେଉଛନ୍ତି ମୁଁ ଯିଏ ଯେପରି ଅଟେ ସେହିପରି ଭାବରେ ବହୁତ କମ୍ ପିଲା ଜାଣିଛନ୍ତି ଏବଂ ନିଶ୍ଚୟ କରୁଛନ୍ତି ନିଶ୍ଚୟ ଆସିବା ଦ୍ୱାରା ପୁରୁଷାର୍ଥ କରୁଛନ୍ତି ଏବଂ ସତ୍ୟଯୁଗୀ ସମ୍ପତ୍ତି ନେଉଛନ୍ତି ମୁଁ ଯିଏ ଯେମିତି ବାବା କହିଲେ ମୋତେ ସିଏ ସେମିତି ଯିଏ ଜାଣିବ ନିଶ୍ଚୟ କରିବ ତାକୁ ତ ମୋଠୁ ସମ୍ପତ୍ତି ନିଶ୍ଚୟ ମିଳିବ ଆଉ ସେ ସତ୍ୟଯୁଗ ସମ୍ପତ୍ତି ମଧ୍ୟ ପ୍ରାପ୍ତ କରିବ ଶିବ ବାବା କହୁଛନ୍ତି ମୋତେ ମନେ ପକାଇବା ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ ତେଣୁ ଏବେ ଆଉ କୌଣସି ପ୍ରକାର ବିକର୍ମ କରିବା ଉଚିତ ନୁହଁ ଏବେ ଆଉ କୌଣସି ଭୁଲ ଯେମିତି ନ କରିବା ବିକର୍ମ ନ କରେ ତା ପାଇଁ ଆଟେନସନ୍ ଦେବା କାହିଁକିନା ଏବେ ଆଉ ଥରେ ବିକର୍ମ କଲେ ବାବା ମନେ ପକାଇ ପାରିବେ କି ସେ କରିଥିବା ବିକର୍ମ ହିଁ ମନେ ପଡ଼ିବ ନା ତେଣୁ ଯାହା ତ କରିଥିଲେ ଏବେ କେମିତି ଆତ୍ମାଭିମାନ ସ୍ଥିତିରେ ବାବାଙ୍କୁ ଆମେ ମନେ ପକାଇବା ସେ ପୁରୁଷାର୍ଥ କରିବା
अच्छा, मीठे मीठे सिकिले थे बच्चों प्रति माता पिता बाप दादा का याद प्यार और गुड मॉर्निंग। रूहानी बाप की रूहानी बच्चों को नमस्ते। हम रूहानी बच्चों की रूहानी बाप दादा को याद प्यार गुड मॉर्निंग और नमस्ते नमस्ते नमस्ते। सदा रहो हंसते हंसते, बन जाएंगे फरिश्ते, फरिश्ते कभी किसी में नहीं फंसते, सुखी रुहंतु समझते। हाँ, धारणा पाई मुख्य सारांश। हाँ, पुरुषार्थ करी संपूर्ण गुणवान हेबाकू पड़िबो। जे कौनसी कर्म हो किंतु बाबांको स्मृति रही करिया हबो, कौनसी प्रकार विकर्म करिवार नाही। बाबा पुरुषार्थ करी पूरा गुणवान हबा। जो भी कर्म करो बाबांको स्मृति रही करो, कौनसी विकर्म करनी। सेकेंड, ए पुराना वस्त्र अर्थात शरीर जीर्ण शीर्ण हो जाइए, एथिरु ममत्व तुटाई देबाक हबो। आत्मा को सत प्रदान करिया पई पूरा पूरा पुरुषार्थ करिया हबो। देह सहित ममत्व रखनी। बाबा कौन कहले, आत्मा को सत प्रदान करिया पई पूरा पूरा पुरुषार्थ करियार अछि। वरदान, सर्वदा अतीन्द्रिय सुखर अनुभूति करथिबा अटल अखंड स्वराज्य अधिकारी भव। जो पिला माने संगम जुगरे सदा काल पई अतीन्द्रिय सुखर संपत्ति प्राप्त करि नै थांती, अर्थात जो मानकर बाबांको संपत्तिर इच्छा पत्र उपरे संपूर्ण अधिकार रहिथा, सेमाने अत्यधिक इच्छा शक्ति संपन्न होइथांती। सेमानको अतुट एवं अटल अतीन्द्रिय सुखर अनुभूति होइथा। एभଳି उत्तराधिकारी अर्थात संपूर्ण संपत्तिर अधिकारी आत्मा माने ही भविष्यतरे अटल अखंड स्वराज्यर अधिकार प्राप्त करथांते। जे बाबा कौन कहले, जो माने संगम जुगरे सदा काल पई अतीन्द्रिय सुखर अनुभव कर दूचंती, अर्थात जे बाबांकर संपत्तिर इच्छा पत्र उपरे संपूर्ण अधिकार रखुचे, अत्यधिक इच्छा शक्ति संपूर्ण हो जाउचंती। अत्यधिक इच्छा शक्ति रे स्वर्गर संपत्ति आमु दरकार ना, आमु कलिजुगर संपत्ति पछरे लालसा नै। से माने अतुट एवं अटल अतीन्द्रिय सुखर अनुभव करचंती। एभଳି उत्तराधिकारी अर्थात संपूर्ण संपत्तिर अधिकारी आत्मा माने अतीन्द्रिय सुख जो अनुभव कला से संपूर्ण सुखर अधिकारी होगा। इंद्रिय सुखर जे पछरे पड़ला सी केबे मध्य अविनाशी संपत्तिर अधिकारी हो पारेनी। अतीन्द्रिय सुखर अनुभव कले इंद्रिय माने कान द्वारा भल शुणीबी, पाटी द्वारा भल खाइबी, आखि द्वारा देखिबी, गोड़ द्वारा बुलिबी, एसो इंद्रिय सुख। हाँ, अतीन्द्रिय सुख अर्थ मन द्वारा बाबा को मन पकड़े जो सुख मिलूची। हाँ, मन द्वारा बाबा को मन पकड़े जो सुख मिलूची सेटा अतीन्द्रिय सुख। हाँ, से भविष्य अटल अखंड स्वराज्य अधिकार प्राप्त करथांती। स्लोगान, जो मोर पणी आसे सेठारे बुद्धि चक्र लगाई थाए। मोर ली भाबिला, हाँ, मु मोर लगेले माने बुद्धि चक्र खाइयो। बाबा सबू तोर तोर कहदेले माने समर्पण, समर्पण नथले बुद्धि चक्र खाइयो। आज मातेश्वरी जी अमूल्य महावाक्य, उन्नतिर कला एवं अवनति कलार मुख्य कारण कौन। बहुत मनुष्य प्रश्न पचारि थांती कि जदि एते पुरुषार्थ करी जीवन मुक्ति पद प्राप्त करूछ, तेबे पुणी सेठारे केउ कारण आमे तळु खस्ता। एबे संगम जुगरे एते पुरुषार्थ करी सत्यजुग जीवा, आउ थे से कहीं आम तलू खसी अच्छे, तार कारण कौन एमती प्रश्न पचार। मम्मा तार उत्तर दौरान। भले आम कहूँ यह हारिबा जितबार खेल, ए उन्नतिर कला एवं अवनति कला हबार कौन कारण रही, जो कारण आधार में ये खेल चली थाए। जपरी पुरुषार्थ द्वारा आम उपरकू चढ़ुचु, से तलू खसबार किसी निश्चित कारण रही। पुरुषार्थ करी ऊपर उठछु, तलू खसु मान तार मध्य किसी कारण थी ना, कारण न थे कौन तलू खसी जाऊँ कि। हाँ हाँ, एबे कारण भी किसी बड़ नुह, टिके भी भूल हो गले जपरी परमात्मा कहते कि मते मन पकाइले मु तुमको मुक्ति जीवन मुक्ति पद देवी, से परी जतले देह अभिमान राशि परमात्मा को भूली जाऊ से तलू खसी थाओ। सिंपल कारण, जहाँ भी भूल हो जाऊ आत्माली भाभी मते मन पका, ताहले ऊपर को चढ़ी जाऊँ। जमी आम देह आत्माली भूली जाऊँ, देह अली भावुँ तलू को खसी जाऊँ। हाँ, तापर पुणी बाम मार्ग को चली जाओ, पुणी पांच विकार छंदी होगले दुख भोग करू। तेणु यह निजर दोष, रचयिता दोष नुह। लोक मैंने जहाँ कहते दुख सुख परमात्मा दियंती, या कहवा बिल्कुल भूल ना नहीं। बाबा सुखर रचयिता, दुख रचयिता नुहति। हाँ, जे ज्ञान जानना से कहते कि बाबा को स्पष्ट करी ममा कौन बुझेले, देह अभिमान आसिल भूल कल दंड खाइल तलू खसल, आत्माली भाव निर्भूल हो ऊपर उठल।
ତ ଦୁଃଖ ସୁଖ ତମେ ଆମର ପୁରୁଷାର୍ଥ ଆମର କର୍ମ ଅନୁସାରେ ପାଇଲେ ନା। କହନ୍ତି ଦୁଃଖ ସୁଖ ପରମାତ୍ମା ଦିଅନ୍ତି, ଏହା କହିବା ବିଲକୁଲ ଭୁଲ। ବାବା ସୁଖର ରଚୟିତା, ଦୁଃଖର ରଚୟିତା ନୁହନ୍ତି। ବାକି ଆମେମାନେ ଶ୍ରେଷ୍ଠ କର୍ମ କଲେ ସୁଖ ପାଉ ଏବଂ ଭ୍ରଷ୍ଟ କର୍ମ କଲେ ଦୁଃଖ ପାଉ। ବାକି ଭଲ କର୍ମର ଫଳ ଏବଂ ଖରାପ କର୍ମର ଦଣ୍ଡ ଅବଶ୍ୟ ପରମାତ୍ମାଙ୍କ ଦ୍ୱାରା ମିଳିଥାଏ। କିନ୍ତୁ ଏପରି କୁହାଯିବ ନାହିଁ ଯେ ସୁଖ ଦୁଃଖ ଉଭୟ ପରମାତ୍ମା ଦେଇଥାନ୍ତି, ନା, ତା ଭୁଲ। ପରମାତ୍ମା ତ ଉନ୍ନତିର କଳାରେ ଆମ ସାଥିରେ ଥାଆନ୍ତି, ବାକି ଅବନତିର କଳାକୁ ମାୟା ନେଇଯାଇଥାଏ। ଉନ୍ନତିର କଳାରେ ବାବା ସାଥି ଦେଉଛନ୍ତି, ଅବନତି କଳାରେ ମାୟା ଆଣି ଦେଉଛି ତଳକୁ। ସାଧାରଣ ଭାବେ ମଧ୍ୟ ସାଥି ସୁଖ ପାଇଁ କରିଥାନ୍ତି ଅଥବା ସାହାଯ୍ୟ ନେଇଥାନ୍ତି। ସୁଖ ପାଇଁ ନା ଲୋକଙ୍କୁ ଆମେ ସାଥି କରୁଛୁ, ସାହାଯ୍ୟ ନେଉଛୁ। ବାକି ଦୁଃଖ ଭୋଗିବା ପାଇଁ କେହି କାହାର ସାଥି ହୋଇନଥାନ୍ତି। ବାକି ତ ଯେପରି ଯେପରି କର୍ମ ସେଇ ଅନୁସାରେ ଫଳ ମିଳିଥାଏ। ତେଣୁ ଏଇ ଡ୍ରାମାରେ ଦୁଃଖ ସୁଖର ଖେଳ ନିଜର କର୍ମ ଉପରେ ଆଧାରିତ। କିନ୍ତୁ ତୁଚ୍ଛ ବୁଦ୍ଧି ମନୁଷ୍ୟ ଏ ରହସ୍ୟକୁ ଜାଣନ୍ତିନି। ଦୁଃଖ ସୁଖର ମୋର କର୍ମର ଫଳ ଯୋଗୁଁ ମୁଁ ଆଜି ଦୁଃଖ କିମ୍ବା ସୁଖ ପାଉଛି, ଏ ତୁଚ୍ଛ ମଣିଷ ଏ କଥାକୁ ବୁଝୁନାହାନ୍ତି, ସବୁ ଭଗବାନଙ୍କ ଉପରେ ଢାଳି ଦେଉଛନ୍ତି। ଆଚ୍ଛା, ଅବ୍ୟକ୍ତ ଇସାରା ସର୍ବଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ସମୟର ଆବଶ୍ୟକତା ଅନୁସାରେ ଏବେ ସର୍ବଦା ଅଚଳ ଅଟଳ ସ୍ଥିତି ରହିବା ସହିତ, ସମୟ କହୁଛି ଏବେ ସ୍ଥିତିକୁ ଆମେ କେମିତି ରଖିବାର ଅଛି, ପୁରା ଅଚଳ ଅଡଳ ରଖିବାର ଅଛି। ତା ସହିତ ସର୍ବସମ୍ପତ୍ତିର ସମ୍ପନ୍ନର। ଯଦି ଟିକେ ବି ସ୍ଥିତି ଟଳମଳ ହେଲା ତେବେ ସର୍ବସମ୍ପତ୍ତିର ଅନୁଭବ ହେବନି। ସ୍ଥିତି ଟଳମଳ ହେଲେ ବାବାଠୁ ପାଇଥିବା ସମ୍ପତ୍ତିର ଅନୁଭବ ହେବ କି? ନା। ତେଣୁ ବାବାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ସମ୍ପତ୍ତିକୁ ସର୍ବଦା କାୟମ ରଖିବାର ଆଧାର ହେଲା ସର୍ବଦା ଅଟଳ ହୋଇକି ରହିବା। ପାଣି ହାଣ୍ଡିରେ ପାଣି ପୂରେଇ ଦେଲେ, ଗ୍ଲାସରେ ପାଣି ପୂରେଇ ଦେଲେ, ସ୍ଥିର ରଖିଲେ ନା ସେଟା ରହିବ, ନଥିଲେ ଟଳମଳ ହେଇ ପାଣି ପଡ଼ିଯିବ ନା ନାହିଁ। ଠିକ୍ ସେମିତି ଯଦି ସ୍ଥିତି ହଲଚଲ ହେଲା ତାହେଲେ ପାଇଥିବା ସମ୍ପତ୍ତି ହରେଇଦେବା। ଅଚଳ ରହିବା ଦ୍ୱାରା ସଦାସର୍ବଦା ଖୁସିର ଅନୁଭୂତି ହେବାକୁ ଲାଗେ। ଅଚଳ ହୋଇ ରହିଲେ ସବୁବେଳେ ଆମେ ଖୁସିରେ ରହିପାରିବା। ଯେପରି ବିନାଶୀ ଧନ ମାନ ସମ୍ମାନ ତଥା ପଦପଦବୀ ମିଳିବା ଦ୍ୱାରା ଖୁସି ମିଳିଥାଏ, ସେହିପରି ଏହା ତ ଅବିନାଶୀ ଖୁସି ଅଟେ। କିନ୍ତୁ ଏହି ଖୁସି ସେଇମାନଙ୍କ ଭିତରେ ରହିବ ଯେଉଁମାନେ ଅଚଳ ଅଟଳ ଏବଂ ଏକରସ ସ୍ଥିତି ରହିଥାନ୍ତି। ବାବା କ'ଣ କଲେ, ଯେପରି ବିନାଶୀ ଧନ ମାନ ସମ୍ମାନ ପଦପଦବୀ ମିଳିବା ଦ୍ୱାରା ମଣିଷ ଖୁସି ମିଳୁଛି ନା, ତାଙ୍କର ସେଥିରେ ଖୁସି ହେଉଛି ନା ମଣିଷ। ସେଇପରି ଆମ ପାଖରେ ଯଦି ପଇସା ଥାନ୍ତା ନା, ମତେ ଲାଗୁଛି ଆମେ ବାବାଙ୍କୁ ଆଉ ପାଇବାକୁ ଇଚ୍ଛା କରୁନଥାନ୍ତେ। ହଁ, ସେଥିପାଇଁ ତ ବାବା କହୁଛନ୍ତି ଦୀନ ବନ୍ଧୁ। ହେଇଛୁ ପଇସା ପତ୍ର ଯାଇ ଅବଶ୍ୟ ଟିକେ ଦୁଃଖ ସୁଖ ରହୁଛୁ, ଭଲ ଅଛି। ବେଶୀ ପଇସା ଥିଲେ ମଧ୍ୟ ଆମେ ବାବାକୁ ନା କହୁଛନ୍ତି ପରିଚୟ ଦିଅନ୍ତୁ, ତମେ ଭଗବାନ ତମର ଶକ୍ତି ଦେଖାଅ। ହଁ, ସେଥିପାଇଁ ବାବା କହିଲେ ଦୁନିଆରେ ଯେମିତି ବିନାଶୀ ଧନ ମାନ ସମ୍ମାନ ପଦପଦବୀ ମିଳିଲେ ଖୁସି ମିଳୁଛି, ସେହିପରି ଏହା ତ ଅବିନାଶୀ ଖୁସି ଅଟେ। କିନ୍ତୁ ଏ ଖୁସି ସେଇମାନଙ୍କ ଭିତରେ ରହିବ ଯେଉଁମାନେ ଅଚଳ ଅଟଳ ଏକରସ ସ୍ଥିତି ରହିବେ, ସେଇମାନେ ହିଁ ଖୁସିରେ ରହିପାରିବେ। ଆଚ୍ଛା, ଓମ୍ ଶାନ୍ତି।